ତାଳ ସହିତ ଆମେ ସାରଙ୍କୁ ଆହ୍ୱାନ କରୁଥିବା। ଅ, ସାର୍ ନମସ୍କାର, ପ୍ରେଜ ଦ ଲର୍ଡ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ଆପଣଙ୍କୁ ଆହ୍ୱାନ କରେ। ଆଉ ରିଏଲ ପ୍ରେଜ ମିନିଷ୍ଟ୍ରି ଅଫ ଇଣ୍ଡିଆରେ ଆପଣଙ୍କୁ ସ୍ୱାଗତ। ଆଉ ଆପଣ ବର୍ଷିପରେ ଆମମାନଙ୍କୁ ପଢେଇ ନଉଥିବେ। ପ୍ରେଜ ଲର୍ଡ ଦିଦି। ପ୍ରେଜ ଦ ଲର୍ଡ ଆଜ୍ଞା। ଉପସ୍ଥିତ ପ୍ରତ୍ୟେକଙ୍କୁ ମୋ ହୃଦୟପୂର୍ଣ୍ଣ ନମସ୍କାର ଜଣାଉଛି। ଆଉ ମୁଁ ଦୁଃଖିତ କି ଯେ ଏଇ ସମୟରେ ମୁଁ ଭିଡିଓ ଅନ୍ କରିପାରୁନାହିଁ। ମୁଁ ଟିକେ ଅଲଗା ଜାଗାରେ ରହିଛି, ପ୍ରଭୁ କ୍ଷମା କରନ୍ତୁ। ହଉ, ପ୍ରେଜ ଲର୍ଡ। ଆସନ୍ତୁ ଏଇ ସମୟରେ ପ୍ରଭୁଙ୍କର ଗୌରବ ପ୍ରଶଂସା କରିବା ନିମନ୍ତେ ଏକ ସୁନ୍ଦର ଗୀତ ଗାଇ ପ୍ରଭୁଙ୍କୁ ଗୌରବ ପ୍ରଶଂସା କରିବେ। ହାଲେଲୁୟା। ପ୍ରଭୁ ହେ କି ଦେଇ ପୂଜିବି ତୁମ ଚରଣ, କି ଦେଇ ପୂଜିବି ତୁମ ଚରଣ। ପ୍ରଭୁ ହେ କି ଦେଇ ପୂଜିବି ତୁମ ଚରଣ, କି ଦେଇ ପୂଜିବି ତୁମ ଚରଣ। ତୁମେ ତ୍ରାଣକାରୀ, ତୁମେ ପତିତ ପାବନ, ତୁମେ ତ୍ରାଣକାରୀ, ତୁମେ ପତିତ ପାବନ। କି ଦେଇ ପୂଜିବି ତୁମ ଚରଣ, ପ୍ରଭୁ ହେ କି ଦେଇ ପୂଜିବି ତୁମ ଚରଣ, କି ଦେଇ ପୂଜିବି ତୁମ ଚରଣ। ନାହିଁ ମୋର ଧନଟେ ମୋହି ଦିନହୀନ, ନାହିଁ ମୋର ଧନଟେ ମୋହି ଦିନହୀନ। ତୁମ ପ୍ରେମ ଲାଗି ସଦା ଝରେ ମୋ ପରାଣ, ଭକତିର ଅର୍ଘ ଦେଇ ମୁଁ ପୂଜୁଛି ତୁମ ଚରଣ। ପ୍ରଭୁ ହେ କି ଦେଇ ପୂଜିବି ତୁମ ଚରଣ, କି ଦେଇ ପୂଜିବି ତୁମ ଚରଣ। হে বিশ্ব মহন জগ জগত জীবন, হে বিশ্ব মহন ধন জগত জীবন। তুমি তো প্রভু অট মহৃদ চন্দন, তুমরি প্রেমর সুরে মো গায়ে তুম ভজন। প্রভু হে কি দেই ପୂଜିବି ତୁମ ଚରଣ, କି ଦେଇ ପୂଜିବି ତୁମ ଚରଣ। ତୁମେ ତ୍ରାଣକାରୀ, ତୁମେ ପତିତ ପାବନ, ତୁମେ ତ୍ରାଣକାରୀ, ତୁମେ ପତିତ ପାବନ। କି ଦେଇ ପୂଜିବି ତୁମ ଚରଣ, ପ୍ରଭୁ ହେ କି ଦେଇ ପୂଜିବି ତୁମ ଚରଣ, କି ଦେଇ ପୂଜିବି ତୁମ ଚରଣ, କି ଦେଇ ପୂଜିବି ତୁମ ଚରଣ। ହାଲେଲୁୟା। ପ୍ରଭୁଙ୍କର ଗୌରବ ପ୍ରଶଂସା ହଉ। ଆଉ ଏକ ସୁନ୍ଦର ଗୀତ ଗାଇ ପ୍ରଭୁଙ୍କୁ ପ୍ରଶଂସା କରିବା। ହାଲେଲୁୟା।
ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମ। ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମ। ଜଗତ ମୁକତି ରାଜାଙ୍କୁ ନିଜ ହୃଦୟ ଦେଇ ସ୍ଥାନ। ଜଗତ ମୁକତି ରାଜାଙ୍କୁ ନିଜ ହୃଦୟ ଦେଇ ସ୍ଥାନ। ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମ। ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମ। କେତେ ପ୍ରେମ ଦେଇ ଜଗତେ ବଞ୍ଚାଇ ଆଶିଷ ବର୍ଷାଇ। କେତେ ପ୍ରେମ ଦେଇ ଜଗତେ ବଞ୍ଚାଇ ଆଶିଷ ବର୍ଷାଇ। ଉଦ୍ଧାରିଲେ ସେହି ଜୀବନ ଦେଇ। ସେ ପ୍ରେମକୁ ଆଉ ଭୁଲଇ ନାହିଁ। ଉଦ୍ଧାରିଲେ ସେହି ଜୀବନ ଦେଇ। ସେ ପ୍ରେମକୁ ଆଉ ଭୁଲଇ ନାହିଁ। ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମ। ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମ। ଆମ ପାପ ପାଇଁ କାନ୍ଧେ କ୍ରୁଶ ବହି ରକତ ଝରାଇ। ଆମ ପାପ ପାଇଁ କାନ୍ଧେ କ୍ରୁଶ ବହି ରକତ ଝରାଇ। ପ୍ରହାରିତ ହେଲ ଜଗତ ପାଇଁ। ତଥାପି ଜଗତ ଚିହ୍ନିଲା ନାହିଁ। ପ୍ରହାରିତ ହେଲ ଜଗତ ପାଇଁ। ତଥାପି ଜଗତ ଚିହ୍ନିଲା ନାହିଁ। ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମ। ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମ। କୁହ କାଳ ବରି ନୀରବ ନ ରହି କ୍ରୁଶର କାହାଣୀ। କୁହ କାଳ ବରି ନୀରବ ନ ରହି କ୍ରୁଶର କାହାଣୀ। ପୂର୍ଣ୍ଣ କଲେ ତୁମ ଭାବବାଣୀ। ଏଲୋହି ଏଲୋହି ଲାମା ସବକ୍ତାନି। ପୂର୍ଣ୍ଣ କଲେ ତୁମ ଭାବବାଣୀ। ଏଲୋହି ଏଲୋହି ଲାମା ସବକ୍ତାନି। ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମ। ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମ। ଜଗତ ମୁକତି ରାଜାଙ୍କୁ ନିଜ ହୃଦୟ ଦେଇ
ସ୍ଥାନ ଜଗତ ମୁକତି ରାଜାଙ୍କୁ ନିଜ ହୃଦୟ ଦେଇ ସ୍ଥାନ ଗାଇବା ଯୀଶୁଙ୍କ ନାମ ଚରଣୀ କରି ପ୍ରଣାମ ଗାଇବା ଯୀଶୁଙ୍କ ନାମ ଚରଣୀ କରି ପ୍ରଣାମ। ହାଲେଲୁୟା। ପ୍ରଭୁଙ୍କର ଗୌରବ ପ୍ରଶଂସା ହଉ। ନିଶ୍ଚୟ ସେ ହଉଛି ଜଗତ ମୁକ୍ତି ରାଜା, ଜଗତର ମୁକ୍ତି ରାଜା। ନିଶ୍ଚୟ ପ୍ରଭୁଙ୍କର ଗୌରବ ପ୍ରଶଂସା ସବୁବେଳେ ହେଇ ଆମେ ଯେତେ ଦିନ ଏଇ ଜଗତରେ ଆମେ ରହିବୁ ସେତେ ଦିନ ପ୍ରଭୁଙ୍କର ଗୌରବ ପ୍ରଶଂସା କରିବା। ହାଲେଲୁୟା। ଆଉ ଏକ ସୁନ୍ଦର ଗୀତ ଗାଇ ପ୍ରଭୁଙ୍କୁ ଗୌରବ ପ୍ରଶଂସା କରିବା। ତୁମରି ମଧୁର ନାମ ଗାଉଥିବି ପ୍ରଭୁ ଗାଉଥିବି। ତୁମରି ମଧୁର ନାମ ଗାଉଥିବି ପ୍ରଭୁ ଗାଉଥିବି। ତୁମ ପଦେ ଅବିରତ ହେବି ମୁଁ ଯେ ଅବনত। ତୁମ ପଦେ ଅବିରତ ହେବି ମୁଁ ଯେ ଅବনত। ଯେତେ ଦିନ ପ୍ରଭୁ ବଞ୍ଚିଥିବି ତୁମରି ମଧୁର ନାମ ଗାଉଥିବି ପ୍ରଭୁ ଗାଉଥିବି। ତୁମରି ମଧୁର ନାମ ଗାଉଥିବି ପ୍ରଭୁ ଗାଉଥିବି। ଶରଣ ନେଉଛି ପ୍ରଭୁ ତୁମ ଛାୟା ତଳେ। ତୁମେ ହିଁ ଆଶ୍ରୟ ମୋର ଦୁର୍ଦିନ କାଳେ। ଶରଣ ନେଉଛି ପ୍ରଭୁ ତୁମ ଛାୟା ତଳେ। ତୁମେ ହିଁ ଆଶ୍ରୟ ମୋର ଦୁର୍ଦିନ କାଳେ। ଅନନ୍ତ ସୀମ ପ୍ରଭୁ ତୁମ ଦୟା ମହାପ୍ରେମ। ଅଭୁଲା ସେ ପ୍ରେମ ନୀତି ସ୍ମରୁଥିବି। ଯେତେ ଦିନ ପ୍ରଭୁ ବଞ୍ଚିଥିବି ତୁମରି ମଧୁର ନାମ ଗାଉଥିବି ପ୍ରଭୁ ଗାଉଥିବି। ତୁମରି ମଧୁର ନାମ ଗାଉଥିବି ପ୍ରଭୁ ଗାଉଥିବି। ସ୍ଥିର ଜଳ ପାଶେ ପାଶେ ତୁମେ ମତେ ନେବ। ଆତ୍ମାର କ୍ଷୁଧା ତୃଷା ତୁମେ ନିବାରିବ। ସ୍ଥିର ଜଳ ପାଶେ ପାଶେ ତୁମେ ମତେ ନେବ। ଆତ୍ମାର କ୍ଷୁଧା ତୃଷା ତୁମେ ନିବାରିବ। ଅନନ୍ତ ଜୀବନ ପଥେ ତୁମେ ମତେ ନେଇଯିବ। ସେଥିପାଇଁ କୃଷ ସଦା ବହୁଥିବି। ଯେତେ ଦିନ ପ୍ରଭୁ ବଞ୍ଚିଥିବି ତୁମରି ମଧୁର ନାମ ଗାଉଥିବି ପ୍ରଭୁ ଗାଉଥିବି। ତୁମରି ମଧୁର ନାମ ଗାଉଥିବି ପ୍ରଭୁ ଗାଉଥିବି। ତୁମ ପଦେ ଅବିରତ ହେବି ମୁଁ ଯେ ଅବনত। ତୁମ ପଦେ ଅବିରତ
ହେବି ମୋ ଯେ ଅବନତ ଯେତେ ଦିନ ପ୍ରଭୁ ବଞ୍ଚିଥିବି ତୁମରି ମଧୁର ନାମ ଗାଉଥିବି ପ୍ରଭୁ ଗାଉଥିବି ତୁମରି ମଧୁର ନାମ ଗାଉଥିବି ପ୍ରଭୁ ଗାଉଥିବି। ହାଲେଲୁୟା। ପ୍ରଭୁଙ୍କର ଗୌରବ ପ୍ରଶଂସା ହଉ। ଏଇ ସୁନ୍ଦର ସମୟ ପାଇଁ ମୁଁ ପ୍ରଭୁଙ୍କୁ ଆଉ ପୁନର୍ବାର ମୁଁ ଧନ୍ୟବାଦ ଓ ପ୍ରଶଂସା କରୁଅଛି। ଏଇ ସମୟରେ ମତେ ଏଇ ସୁଯୋଗ ଦେଇଥିବା ଆଉ ପ୍ରବୀଣ ଶ୍ରେଷ୍ଠଙ୍କୁ ମୁଁ ଧନ୍ୟବାଦ ଓ ପ୍ରଶଂସା କରୁଅଛି। ନିଶ୍ଚୟ ଏଇ ସମୟରେ ଏଠାରେ ଆଉ ଅନେକ ଅସୁବିଧା, ଯାହାକି କ୍ଲାଇମେଟ ର ପ୍ରୋବ୍ଲେମ, ବର୍ଷାର ଅସୁବିଧା, ଆଉ ସେଥିଯୋଗୁଁ ମୁଁ ଯେ ଭିଡିଓ ଅନ୍ କରିପାରିଲି ନାହିଁ, ମତେ କ୍ଷମା କରନ୍ତୁ। ଓକେ, ପ୍ରେଜ୍ ଲର୍ଡ ଦିଦି, ସମୟ ଦେଇଥିବାରୁ ଧନ୍ୟବାଦ ଓ ପ୍ରଶଂସା କରୁଛି। ଧନ୍ୟବାଦ ଆଜ୍ଞା, ବହୁତ ସୁନ୍ଦର ଆରାଧନା କରିଛନ୍ତି। ଅର୍ଥପୂର୍ଣ୍ଣ ଗୀତ ଗୁଡିକ ଦ୍ଵାରା ଆମମାନଙ୍କୁ ଆପଣ ପ୍ରଭୁଙ୍କ ସାନ୍ନିଧ୍ୟ ମଧ୍ୟକୁ ନେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣ ଅସୁବିଧା ସ୍ଥାନରେ ଥିଲେ ମଧ୍ୟ ଆଜିର ଯେଉଁ ଆପଣଙ୍କୁ କାର୍ଯ୍ୟ ଦିଆଯାଇଥିଲା ପ୍ରଭୁଙ୍କ ଉଦ୍ଦେଶ୍ୟରେ, ତାହା ଆପଣ କରିଥିବାରୁ ଆପଣଙ୍କ ଠାରେ ଆମେ କୃତଜ୍ଞ। ଆପଣ ଆଗାମୀ ଦିନ ମାନେ ମଧ୍ୟ ଏ ପ୍ରକାର ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆରେ ଆସୁଥିବେ ଆଉ ଏ ପ୍ରକାର ଆରାଧନା ଦ୍ଵାରା ଆମମାନଙ୍କୁ ଉତ୍ସାହିତ କରୁଥିବେ ବୋଲି ଆମେ ଆପଣଙ୍କୁ ଅନୁରୋଧ କରୁ। ଧନ୍ୟବାଦ ଆଜ୍ଞା। ପ୍ରଭୁ ବାହୁଲ ରୂପେ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଏହି ସମୟରେ ସୁଲକ୍ଷଣୀ ଲିମା ମାଙ୍କୁ ମୁଁ ଅନୁରୋଧ କରେ, ଆଉ ସେ ସମ୍ମୁଖକୁ ଆସୁଥିବେ, ଆମମାନଙ୍କୁ ପ୍ରାର୍ଥନାରେ କଢେଇ ନଉଥିବେ। ଶୁଣି ପାରିଲେ? ହଁ ମା, ପ୍ରେଜ୍ ଦ ଲର୍ଡ। ନମସ୍କାର ମା, ପ୍ରାର୍ଥନା କରନ୍ତୁ। ଆଜିର ଯୋଉ ଆରାଧକ ଯେ ଆମମାନଙ୍କୁ ଆରାଧନା ଦ୍ଵାରା ପ୍ରଭୁଙ୍କ ସାନ୍ନିଧ୍ୟ ମଧ୍ୟକୁ ନେଇଛନ୍ତି, ଆଗକୁ ଈଶ୍ୱରଙ୍କର ଜୀବନ୍ତ ମୁଖ ନିଃସୃତ ବାକ୍ୟ ନେଇ ଆସୁଥିବା ଆଜ୍ଞାଙ୍କୁ ମଧ୍ୟ ପ୍ରଭୁଙ୍କ ହସ୍ତରେ ଦିଅନ୍ତୁ। 4:30ରୁ 5ଟା ପର୍ଯ୍ୟନ୍ତ ଇଣ୍ଟରସେସରି ପ୍ରେୟରରେ କଢେଇ ନେଇଥିବା ହୋଷ୍ଟ ମହାଶୟଙ୍କୁ ମଧ୍ୟ ଆପଣ ପ୍ରାର୍ଥନାରେ ତଳି ଧରନ୍ତୁ। ଏ ସେବା କାର୍ଯ୍ୟ ଯେ ପ୍ରକାର ଆଗାମୀ ଦିନ ପ୍ରତିଦିନ ବୃଦ୍ଧି ପାଇବ, ଅନେକ ଲୋକ ଏ ସ୍ଥାନରେ ଆସି ପ୍ରଭୁଙ୍କର ସେବାରେ ଜଡିତ ହେବେ, ନିଜ ନିଜ ଜୀବନରେ ଆଶୀର୍ବାଦ ପ୍ରାପ୍ତ ହେବେ, ଏଥି ନିମନ୍ତେ ପ୍ରାର୍ଥନା କରନ୍ତୁ। ଏ ପ୍ରାତଃ କାଳରେ ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର ଜଣାଏ। ନମସ୍କାର, କ୍ଷମା କରିବେ, ମୁଁ ଭିଡିଓ ଅନ୍ କରିପାରୁନାହିଁ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ପ୍ରାଣର ପ୍ରିୟତମ ସ୍वर्ଗୀୟ ପିତା, ତମରି ପବିତ୍ର ମହାନାମକୁ ଧନ୍ୟବାଦ କରୁଛୁ, ପ୍ରଶଂସା ଗୌରବ ସ୍ତୁତି ବନ୍ଦନା କରୁଛୁ। ପ୍ରଭୁ, ତୁମେ ଅନୁଗ୍ରହ କଲ, ଦୟା କଲ, ରାତ୍ରିର ସମସ୍ତ ପ୍ରଭୁ ପ୍ରହରୁ ଆମମାନଙ୍କୁ ସୁରକ୍ଷା କରି ଏ ପ୍ରାତଃ କାଳ ମଧ୍ୟରେ ତୁମରି ପାଦ ତଳେ ବସିବା ପାଇଁ ଏ ସୁନ୍ଦର ସୁଯୋଗ ଦେଲ, ସେଥିପାଇଁ ତୁମରି ନାମକୁ ଧନ୍ୟବାଦ କରୁଅଛି। ପ୍ରଭୁ, ତୁମେ ଧନ୍ୟ, ତୁମେ ଧନ୍ୟ, ତୁମେ ଧନ୍ୟ, କାରଣ ତୁମେ ଧନ୍ୟବାଦ, ପୂଜା, ପ୍ରଶଂସା ପାଇବା ପାଇଁ ଏକମାତ୍ର ଶୋଭାଜନ ପରମେଶ୍ୱର, ସତ୍ୟ ପବିତ୍ର ପରମେଶ୍ୱର। ପ୍ରଭୁ, ତୁମେ ଆମମାନଙ୍କୁ ଅନୁଗ୍ରହ କରିଛ, ତୁମେ ଯେ ଆମମାନଙ୍କର ପରିତ୍ରାଣ କର୍ତ୍ତା, ମୁକ୍ତିଦାତା, ଆମମାନଙ୍କର ପାପ କ୍ଷମାକାରୀ ପରମେଶ୍ୱର। ପ୍ରଭୁ, ବିଶ୍ୱାସ କରିବା ପାଇଁ ଏବଂ ତୁମଠାରେ ବଢିବା ପାଇଁ ପ୍ରଭୁ ଆମମାନଙ୍କୁ ତୁମେ ଦୟା କରିଛ, ସେଥିପାଇଁ ତୁମରି ନାମକୁ ଧନ୍ୟବାଦ କରୁଛି। ଏ ଦିନ ମାନଙ୍କରେ ପ୍ରଭୁ, ଆମମାନେ ଯେପରି ତୁମରି ବାକ୍ୟ ପ୍ରତି ଲାଳାୟିତ ହେବାକୁ ପାରିବୁ, ତୁମକୁ ଗୌରବ ଦେବାକୁ ପାରିବୁ, ତୁମରି ପ୍ରଶଂସା କରିବାକୁ ପାରିବୁ। ପ୍ରଭୁ, ନିଜର ପାପ ସେହି କାଲବରୀ କ୍ରୁଶ ରକ୍ତରେ କ୍ଷମା କରି, ପ୍ରଭୁ କ୍ଷମା ମାଗି ଆମମାନେ କ୍ଷମା ପ୍ରାପ୍ତ ହେଇ ପ୍ରଭୁ ତୁମରି ଗୌରବ କରିବାକୁ ପାରିବୁ, ସେହିପରି ତୁମେ କୃପା କର। ମଙ୍ଗଳମୟ ସ୍ୱର୍ଗବାସୀ ପିତା, ପ୍ରଭୁ ତୁମେ ଅନୁଗ୍ରହ କଲ। ପ୍ରଭୁ, ଏ ପ୍ରାତଃ କାଳରେ ତୁମରି ଉପାସନା କରିବା ପାଇଁ, ତୁମରି ଧନ୍ୟବାଦ କରିବା ପାଇଁ ତୁମରି ଦାସଙ୍କୁ ତୁମେ ବ୍ୟବହାର କଲ। ତାଙ୍କ ଦେଇ ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ତୁମରି ନିକଟବର୍ତ୍ତୀ କରାଇଅଛ, ସେଥିପାଇଁ ତୁମରି ନାମକୁ ଧନ୍ୟବାଦ କରୁଅଛି। ତୁମେ ଗୌରବାନ୍ୱିତ ହୋଇଅଛ, ସେଥିପାଇଁ ଧନ୍ୟବାଦ କରୁଅଛି। ପ୍ରଭୁ, ସେହି ଦାସଙ୍କୁ ତୁମେ ବହୁଳ ଭାବରେ ଆଶୀର୍ବାଦ କର, ତାଙ୍କର ସେବା କାର୍ଯ୍ୟରେ ତୁମେ ଆଶୀର୍ବାଦ କର।
ତାଙ୍କର ସକଳ କାର୍ଯ୍ୟରେ ତୁମରି ହସ୍ତ ମୁଖ ରଖି ପ୍ରଭୁ ତାଙ୍କୁ ତୁମେ ଆଶୀର୍ବାଦ ମଙ୍ଗଳ ଦୟା କର। ତାଙ୍କର ସକଳ ଆବଶ୍ୟକତା ତୁମେ ଯୋଗାଏ ତୁମେ ଗୌରବ ପୂଜା ପ୍ରଶଂସା ପାଅ ବୋଲି ତୁମ ନିକଟରେ ପ୍ରାର୍ଥନା କରୁଛି। हे ଜୀବନ୍ତ ପିତା, ଏ ପ୍ରାତଃ କାଳ ମଧ୍ୟରେ ତୁମରି ନିକଟରେ ପ୍ରାର୍ଥନା କରିବା ପାଇଁ ତୁମରି ଦାସ ପ୍ରଭୁ ଲିଡ୍ କରିଅଛନ୍ତି, ତାଙ୍କୁ ମଧ୍ୟ ତୁମେ ବହୁଳ ଭାବରେ ଆଶୀର୍ବାଦ କର। ମଧ୍ୟ ଯେଉଁମାନେ ଯେଉଁ ବିଷୟ ନେଇ ପ୍ରାର୍ଥନା କରିଅଛନ୍ତି, ତୁମେ ପ୍ରାର୍ଥନା ଶ୍ରବଣକାରୀ ପରମେଶ୍ୱର ସେଇ ପ୍ରାର୍ଥନାର ଯୋଦ୍ଧା ମାନଙ୍କର ପ୍ରାର୍ଥନା ତୁମେ ଶୁଣି ଆସୁଅଛ ବୋଲି ତୁମରି ନାମକୁ ଧନ୍ୟବାଦ କରୁଅଛି। ପ୍ରଭୁ ଯେଉଁ ସକଳ ପ୍ରାର୍ଥନା ଅନୁରୋଧ ତୁମ ନିକଟରେ ଆମେ ଉତ୍ସର୍ଗ କରିଅଛୁ, ସେଇ ସକଳ ପ୍ରାର୍ଥନା ତୁମେ ଶୁଣିଛ, ଉତ୍ତର ଦେଇ ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ ମଙ୍ଗଳ ଦୟା କର ବୋଲି ପ୍ରାର୍ଥନା କରୁଛି। ଏବଂ ତୁମରି ଦାସଙ୍କୁ ମଧ୍ୟ ତୁମେ ଆହୁରି ଆହୁରି ପ୍ରଚୁର ଭାବରେ ଅନୁଗ୍ରହ ଦୟା ପ୍ରଦାନ କର। ମଙ୍ଗଳମୟ ସ୍ୱର୍ଗବାସୀ ପିତା, ଏଇ ସମୟରେ ଯେଉଁ ଦାସ ତୁମରି ବାକ୍ୟ ନେଇ ଆସୁଅଛନ୍ତି ପ୍ରଭୁ, ତାଙ୍କୁ ତୁମେ ଦୟା କର। ପବିତ୍ର ଆତ୍ମାର ସ୍ପର୍ଶତା ତୁମେ ଦିଅ ପ୍ରଭୁ। ମସ୍ତକର ତଳିପା ପର୍ଯ୍ୟନ୍ତ ତୁମରି ପବିତ୍ର ଆତ୍ମା ତୁମରି ହସ୍ତ ଦେଇ ପ୍ରଭୁ ତାଙ୍କୁ ତୁମେ ବ୍ୟବହାର କର, କାରଣ ତୁମେ ପବିତ୍ର, ତୁମରି ବାକ୍ୟ ପବିତ୍ର ପ୍ରଭୁ। ଆମମାନେ ଅପବିତ୍ର ମନୁଷ୍ୟ ମାନେ, କିନ୍ତୁ ହେ ପ୍ରିୟ ପ୍ରଭୁ, ତୁମରି ରକ୍ତ ଦ୍ୱାରା ପ୍ରଭୁ ଆମମାନଙ୍କୁ ତୁମେ ପବିତ୍ର କରି ତୁମରି ବାକ୍ୟକୁ ପ୍ରଭୁ ହୃଦୟ ମଧ୍ୟରେ ସାଉଁଟିବା ପାଇଁ ତୁମେ ଦେଉଅଛ, ସେଥିପାଇଁ ଧନ୍ୟବାଦ କରୁଛି। ତୁମରି ଦାସଙ୍କୁ ବହୁଳ ଭାବରେ ଆଶୀର୍ବାଦ କର ପ୍ରଭୁ। ପବିତ୍ର ଆତ୍ମାରେ ପୂର୍ଣ୍ଣ କରି ତାଙ୍କ ମୁଖ ଦ୍ୱାରା ତୁମେ ପ୍ରକାଶିତ ହୁଅ। ଆମେ ଯେତେକ ବସିଅଛୁ ତୁମରି ବାକ୍ୟ ଶୁଣିବା ପାଇଁ, ଆମମାନଙ୍କୁ ମଧ୍ୟ ତୁମେ ଜାଗ୍ରତ ମନ ଦିଅ ପ୍ରଭୁ। ଆମମାନେ ପ୍ରସ୍ତୁତ ଭାବରେ ତୁମରି ପାଦ ତଳେ ବସି ଭୟ ଏବଂ କମ୍ପର ସହ ତୁମରି ବାକ୍ୟ ଶୁଣି ପ୍ରଭୁ ବାପା ସେଇ ବାକ୍ୟକୁ ହୃଦୟ ମଧ୍ୟରେ ଗ୍ରହଣ କରିବାକୁ ପାରିବୁ ଏବଂ ଆମମାନଙ୍କର ଜୀବନ ଯାତ୍ରା ମଧ୍ୟରେ ପ୍ରଭୁ ସେହି ବାକ୍ୟକୁ ସ୍ମରଣରେ ରଖି ପ୍ରତିପାଳନ କରିବାକୁ ପାରିବୁ ପ୍ରଭୁ। ଆମମାନଙ୍କୁ ସେହିପରି ତୁମେ କୃପା କର, ମଙ୍ଗଳ କର, ଦୟା କର, ମନ ଦିଅ ବୋଲି ପ୍ରାର୍ଥନା କରୁଛି। ପ୍ରଭୁ ତୁମରି ଦାସୀ ଅତି ସୁନ୍ଦର ଭାବରେ ପରିଚାଳନା କରି ଆସୁଅଛନ୍ତି, ତାଙ୍କୁ ତାଙ୍କ ପରିବାରକୁ ତାଙ୍କର ସକଳ କାର୍ଯ୍ୟରେ ମଧ୍ୟ ତୁମେ ଆଶୀର୍ବାଦ କର ପ୍ରଭୁ। ଆମେ ଯେତେ ତୁମରି ପାଦ ତଳେ ବସିଅଛୁ, ଆମମାନଙ୍କୁ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ ମଙ୍ଗଳ ଦୟା କର। ଆମେ ଯେପରି ପ୍ରଭୁ ତୁମ ପାଇଁ ଆମେ ପ୍ରଭୁ ଅଗ୍ରସର ହୋଇ ତୁମରି ବାକ୍ୟ ପ୍ରତି, ତୁମରି ପାଦ ତଳକୁ ଆସିବା ପ୍ରତି ଆମେ ମନୋଯୋଗୀ ହେବାକୁ ପାରିବୁ, ସେହିପରି ତୁମେ କୃପା କର। ଆଜିର ପ୍ରାତଃ କାଳରୁ ସନ୍ଧ୍ୟା କାଳ ପର୍ଯ୍ୟନ୍ତ ଆମମାନଙ୍କର ପ୍ରତ୍ୟେକର ସହବର୍ତ୍ତୀ ପରମେଶ୍ୱର ତୁମେ ହୁଅ। ସମସ୍ତ ଗୌରବ ପୂଜା ପ୍ରଶଂସା କେବଳ ତୁମକୁ ଦେଇ ମୋର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ସେମାନେ ଭିକ୍ଷା ମାଗିଲି ବାପା। ଆମେନ ଆମେନ ଆମେନ। ଝିଅ ଆମେନ। ଧନ୍ୟବାଦ ମା, ଆପଣ ବୋଝର ସହିତ ସମସ୍ତ ବିଷୟରେ ପ୍ରାର୍ଥନା ତଳେ ଧରିଥିବାରୁ ପ୍ରଭୁ ଆପଣଙ୍କୁ ସୁସ୍ଥ ସ୍ୱାସ୍ଥ୍ୟ ଦୀର୍ଘାୟୁ ପ୍ରଦାନ କରନ୍ତୁ, ଏହା ହିଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା। ଆସନ୍ତୁ ଧନ୍ୟବାଦ। ଆମେ ବିଶେଷ ସମୟରେ ଉପସ୍ଥିତ ଅଛୁ, ଯାହାକି ବାକ୍ୟ ଶ୍ରବଣ କରିବାର ସମୟ। ମୁଁ ପ୍ରତ୍ୟେକ ଜଣକୁ ମୁଁ ପୁନର୍ବାର ଅନୁରୋଧ କରେ, ଆପଣ ମାନେ ସଠିକ ଜାଗାରେ ଅଛନ୍ତି ତାହେଲେ ଆପଣ ମାନେ ଭିଡିଓ ଅନ୍ କରନ୍ତୁ। ଆମେ ମାନେ ହେଳା ଭାବରେ ଈଶ୍ୱରଙ୍କର ସେବା କରିବା ନାହିଁ, ଜାଗ୍ରତ ପ୍ରସ୍ତୁତର ସହିତ ସେବା କରିବା। ଆଉ ଆପଣ ଭିଡିଓ ଅନ୍ କରି ବସିବା। ଆମମାନଙ୍କର ମଧ୍ୟରେ ଆଉ ବିନୋଦ କୁମାର ସିଂ ଆଜ୍ଞା ଅଛନ୍ତି, ଆଉ ସେ ଈଶ୍ୱରଙ୍କର ଜୀବନ୍ତ ମୁଖ ନିଃସୃତ ବାକ୍ୟ ନେଇ ଆସୁଅଛନ୍ତି। ଯେଉଁମାନେ ଈଶ୍ୱରଙ୍କର ଦାସ ମାନେ ସୁଷମାଚାର ଆଣନ୍ତି, ସେମାନଙ୍କର ପାଦ ଶୋଭନୀୟ। ଆଉ ଆମମାନଙ୍କର ପୁଷ୍ପ କି କୌଣସି ତାଙ୍କୁ ଅଭ୍ୟର୍ଥନା ଦେବା ନିମନ୍ତେ କିଛି ନାହିଁ, ମୁଖର ବାଣୀରେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସାରଙ୍କୁ ଆହ୍ୱାନ କରୁଅଛୁ। ଏହି ସମୟରେ ଆସନ୍ତୁ ଜୋରଦାର କରତାଳ ସହିତ ଆମେ ସାରଙ୍କୁ ଆହ୍ୱାନ କରୁଥିବା। ସାର୍ ନମସ୍କାର, ପ୍ରେଜ୍ ଦ ଲର୍ଡ। ବର୍ତ୍ତମାନ ନମସ୍କାର। ଆପଣଙ୍କ ସମୟ ସାର୍, ଆଉ ଆମମାନଙ୍କୁ ବାକ୍ୟ ଦ୍ୱାରା ଆଗକୁ ପଢେଇ ନିଅନ୍ତୁ। ମୁଁ ଅନୁରୋଧ କରେ ଯେଉଁମାନେ ସୁବିଧା ଜାଗାରେ ଅଛନ୍ତି ଭିଡିଓ ଅନ୍ କରନ୍ତୁ, ଆଉ ଯେଉଁମାନେ ବାକ୍ୟ ପଠନ କରିବା ନିମନ୍ତେ ପ୍ରସ୍ତୁତ ଜଣକ ପରେ ଜଣେ ସାରଙ୍କୁ ବାକ୍ୟ ପଠନରେ ସାହାଯ୍ୟ କରୁଥିବେ। ଆପଣଙ୍କ ସମୟ ସାର୍, ଆପଣ ବାକ୍ୟ ଦ୍ୱାରା କଢେଇ ନିଅନ୍ତୁ। ସର୍ବପ୍ରଥମେ ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବି କି ଆଜି ରିଏଲ ମିନିଷ୍ଟ୍ରି ସହିତ ମୋତେ ଗୋଟେ ସୁନ୍ଦର ଗୋଟେ ସୁଯୋଗ ବା ସମୟ ପ୍ରଭୁ ଦେଲେ। ଆଉ ପୁଣି ଧନ୍ୟବାଦ ମୁଁ ଦେବି କି ପ୍ରଭୁଙ୍କର ଦାସ ପିଟର କୁମାର କର ଆଉ ଏହି ରିଏଲ ମିନିଷ୍ଟ୍ରି ସହିତ ମୋତେ ସେ ଗୋଟେ ସୁନ୍ଦର ସମୟ ଦେଲେ।
ତତ୍ସହିତ ଯେତେ ଆମେ ଏଇଟା ଅଛୁ ଏହି ଜୁମ୍ରେ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦିଏ। ଆସନ୍ତୁ ବାକ୍ୟ ପୂର୍ବରୁ ମୁଁ କିଛି ପ୍ରାର୍ଥନା ମୁଁ କରିବି। ପ୍ରିୟ ପ୍ରଭୁ, ଏହି ସମୟରେ ଆମେ ତୁମରି ସେ ଜୀବନ୍ତ ବାକ୍ୟ ଯାହା ଆମେ ପ୍ରଭୁ ଶୁଣିବାକୁ ଚାହୁଁଛୁ, ତୁମେ ଆମମାନଙ୍କ ଜୀବନରେ ତୁମେ ସ୍ପର୍ଶ କର, କଥା କୁହ। ବାକ୍ୟ ଶୁଣି ପ୍ରଭୁ ଯେଭଳି ଆମେ ତାହା ପାଳନ କରିପାରିବୁ, ଏଥିପାଇଁ ତୁମେ ଆମମାନଙ୍କୁ ଊର୍ଦ୍ଧ୍ୱରୁ ଜ୍ଞାନ ପୁଣି ଦିଅ। ପବିତ୍ର ଆତ୍ମାଙ୍କ ପ୍ରଭୁ ତୁମେ ଚାଳନା କରାଅ ବୋଲି ଆମେ ପ୍ରାର୍ଥନା କରୁଛୁ। ଧନ୍ୟବାଦ ଦେଇ ଯୀଶୁ ନାମରେ ପିତା, ଆମେନ୍। ବାକ୍ୟ ତିନି ପ୍ରକାର। ଗୋଟେ ହଉଛି ଟପିକାଲ ମେସେଜ କହୁ, ଯାହାକି ଆମେ ପ୍ରାୟ ଆମ ଗଜପତିରେ ପ୍ରାୟ ଆମେ ତାହା ଦେଖୁ କି ଗୋଟେ ଟପିକରେ ଆମେ ପ୍ରଚାର ଶୁଣିଥାଉ। ଆଉ ଗୋଟେ ବାକ୍ୟ ହଉଛି କି ଯାହାକୁ ଆମେ କହୁ କି ଭେର୍ସ, ପ୍ରତ୍ୟେକ ପଦକୁ ଆଉ ସେମାନେ କହିଥାନ୍ତି। କିନ୍ତୁ ଆଉ ଗୋଟିଏ ବାକ୍ୟ ହଉଛି ଏକ୍ସପୋଜିଟରୀ ମେସେଜ କୁହାଯାଏ। ଆଉ ଗୋଟିଏ ମାନେ ପଦକୁ ନେଇକି ଆଉ ସେମାନେ ବ୍ୟାକଗ୍ରାଉଣ୍ଡ କହିକି ତାହାକୁ ସେମାନେ ଚର୍ଚ୍ଚା କରିଥାନ୍ତି। ମୁଁ ଚାହିଁବି ସେ ଏକ୍ସପୋଜିଟରୀ ମେସେଜକୁ 2 କରନ୍ତି ତାର 12 ଅଧ୍ୟାୟ 1 ପଦରୁ 10 ପଦ ପର୍ଯ୍ୟନ୍ତ ଆମେ ପଢିବା। ଆଉ ସେହି କରନ୍ତି ଉପରେ ମୁଁ ରହିବି। ମୋତେ ସାହାଯ୍ୟ କରିବେ ଜଣେ ପଢିବା ପାଇଁ 2 କରନ୍ତିୟ ତାର 12 ଅଧ୍ୟାୟ 1 ପଦରୁ 10 ପଦ ପର୍ଯ୍ୟନ୍ତ ମୋତେ କିଏ ପଢିକି ସାହାଯ୍ୟ କରିବେ। କିଏ ପଢିଦେବେ କି? ହଁ, ମୁଁ ପଢି ଦଉଛି। ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପି ମତେ ଦର୍ପ କରିବାକୁ ପଡୁଅଛି। ମୁଁ ପ୍ରଭୁଙ୍କ ଦର୍ଶନ ପ୍ରକାଶିତ ବିଷୟ କହିବି। ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକଙ୍କୁ ଜାଣେ। ସେ 14 ବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା। ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା ମୁଁ ଜାଣେ ନାହିଁ, ଈଶ୍ୱର ଜାଣନ୍ତି। ହଁ, ମୁଁ ଏହିପରି ଜଣେ ଲୋକଙ୍କୁ ଜାଣେ। ସେ ପାରଦୀସକୁ ନୀତ ହେଲା। ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା ମୁଁ ଜାଣେ ନାହିଁ, ଈଶ୍ୱର ଜାଣନ୍ତି। ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ, ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା। ଏହିପରି ଜଣକ ବିଷୟରେ ମୁଁ ଦର୍ପ କରିବି, କିନ୍ତୁ ମୋ ନିଜ ବିଷୟରେ ମୋର ଦୁର୍ବଳତା ବିନା ଆଉ କାହିଁରେ ଦର୍ପ କରିବି ନାହିଁ। ଆଉ ଦର୍ପ କରିବାକୁ ମୁଁ ଇଚ୍ଛା କଲେ ହେଁ ମୁଁ ନିର୍ବୋଧ ହେବି ନାହିଁ। ଯେଣୁ ମୁଁ ସତ୍ୟ କହିବି, କିନ୍ତୁ କାଳେ କୌଣସି ଲୋକ ମତେ ଯେ ପ୍ରକାର ଦେଖେ କିମ୍ବା ମୋ ଠାରୁ ଯେ ପ୍ରକାର ଶୁଣେ, ମୋ ପ୍ରତି ପ୍ରକାଶିତ ବିଷୟରେ ଅତ୍ୟଧିକ ଶ୍ରେଷ୍ଠତା ହେତୁ ଯେପରି ମୋ ବିଷୟରେ ଅଧିକ ବୋଧ ନ କରେ, ଏଥିପାଇଁ ମୁଁ କ୍ଷାନ୍ତ ହୋଇଥାଏ। ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥି ନିମନ୍ତେ ମତେ ପ୍ରହାର କରିବା ପାଇଁ ମୋର ଶରୀରରେ ଶୈତାନର ଦୂତ ସ୍ୱରୂପ ଗୋଟିଏ କଣ୍ଟକ ଦିଆଗଲା। ହଁ, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ, ଏଥି ନିମନ୍ତେ ତାହା ଦିଆଗଲା। ଯେପରି ତାହା ମୋ ଠାରୁ ଦୂର ହୁଏ, ଏଥିପାଇଁ ମୁଁ ପ୍ରଭୁଙ୍କୁ ସେ ବିଷୟରେ 3 ଥର ବିନତି କଲି। ଆଉ ସେ ମତେ କହିଅଛନ୍ତି, ଆମର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମର ଶକ୍ତି ସିଦ୍ଧ ହୁଏ। ଅତଏବ ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଞ୍ଚ ମୋର ଦୁର୍ବଳତାର ଦର୍ପ କରିବି। ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ। କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ପ୍ରଭୁ ଆପଣଙ୍କ ପରିବାରକୁ ପୁଣି ଆପଣଙ୍କ ସେବା କ୍ଷେତ୍ରକୁ ବହୁଳ ଆଶୀର୍ବାଦ କରନ୍ତୁ। ଆଉ ଯେଉଁ ଭଉଣୀ ଆରାଧନା କଲେ ତାଙ୍କୁ ମଧ୍ୟ ପ୍ରଭୁ, ଯେଉଁ ଭାଇ ଆରାଧନା କଲେ ପ୍ରଭୁ ତାଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ। ପୁଣି ଯେଉଁ ଭଉଣୀ ପରିଚାଳନା କରୁଛନ୍ତି ତାଙ୍କୁ ମଧ୍ୟ ପ୍ରଭୁ ବହୁଳ ଭାବରେ
आशीर्वाद करंतु। द्वितीय कोरिन्थर 12 अध्याय 1-10 जो आमर जो सार जो पढ़िले आउ यार टाइटल मु देबाक चाहे साधु पाउलंको जीवन रे करंती मंडल केमिति गोटे कंटा परि थिला सेही विषय मु किछि आपनको सम्मुख रे रखा चाहे। साधु पाउलंको जीवन रे जो करंती मंडली आउ कंटा परि तांको जीवन को से आघात करुथिला। मु जतबेले 22 वर्ष रे गोटे मिशनरी हिसाब रे मु काम करूथिली करूछि आउ मु पंजाब रे थिली। पंजाब रे जतबेले मु थिली जो माने मिशनरी हिसाब से माने सेवा कार्य करंती आउ जानती कि मिनिस्ट्री केते समस्या आघात आसे। जतबेले आमे पंजाब गलु भाषा हमको जाना नहीं। जतबेले मो स्त्री से साड़ी पिंधुथिला आ लोके माने से माने हमको भैया बोली कहते। हिंदी भाषा रे भैया बोले आमे उड़िया भाषा को भाई बोली कहू किंतु पंजाबी रे भैया बोले जो माने सिलिंडर बिक्री करंती बा सब्जी ठेला रे बिक्री करंती गोटे थर्ड क्लास को से माने भैया बोली कहंती। ओ भाषा जना नहीं किछि कौनसी मंडली सेठी नहीं कौनसी लोक को आमे जानू नाहू आ पाकिस्तान बॉर्डर जगह रे सेठी हमको रखाई थिला। 10 किलोमीटर मो पाद रे कौन साइकिल भी दिया नहीं थिला आ 10 किलोमीटर मो पाद रे चली चली आउथिली। जीवी कुआडे काहाको कोन कहबी कि भाषा निहाती आवश्यक। हमें सेठी बहुत स्ट्रगल कलु किंतु 25 डिसेम्बर समय आम देखुचु कि मुझे यूपी रे थिली। यूपी रे गोटे चर्च थिला सेठी अनेक लोक आसिकी आमे देखुथुलु कि मंडल रे गोटे अनेक लोक आसुथिले संडे सर्विस रे किंतु पंजाब रे सेमती किछि नथिला। किंतु प्रभु धीरे धीरे आउ से तार कार्य कले आउ तापरे दीर्घ 21-22 वर्ष परे प्राय 29,352 लोक को हम बपतिस्म देलु। पुणे 10टी चर्च आमे सेठी निर्माण कलु। एभली कि गोटे झीर नाम होची से 20 वर्ष से मरी जाइथिले आ ताका प्रार्थना कराहला आ प्रभु तांको मध्य पुनर्बार जीवन देथिले। अनेक अद्भुत कार्य होइतला कैंसर लोक माने ठीक हेले किंतु सेथि मध्य रे ए जो मोर प्राय 31 वर्ष जो मिनिस्ट्री मध्य रे अनेक जीवन रे आघात समस्या भी रहितला। आज से किछि किछि विषय मो से विषय मध्य मु चर्चा करिबी। तापर आमे पुनी बेंगलोर गलु एमडी करलु पुनी एमटीएच करलु आउ ए जो 31 वर्ष मध्य रे प्रभु हमन किछि शिखिबा से देले। साधु पाउलंक मध्य जीवन मध्य रे करंती मंडली काहे गोटे कंटा परि थिला। आम गजपति भाषा रे आमे कहू कि से मो पाई गोटे कंटा परि। कंटा कहले गोटे शत्रु को से तुलना करा जाए। प्रिय बंधुगण आर पृष्ठभूमि बा बैकग्राउंड मु कुछ कहना चाहे। जो पर्यंत हमें बैकग्राउंड को जानिनु पृष्ठभूमि जानू ना तेबे तार कंटेंट को हम जानि पारेबा नहीं। तार बैकग्राउंड होची साधु पाउल 55 बा 57 एडी रे माकिदोनिया बा एफिसी जगह रही कि ए चिट्ठी से लिखिथिले। और सही समय रे पाउलंकर यह होची तृतीय मिशनरी जर्नी। जेतला में प्रेरित तार 18 अध्याय पढुछु 18 अध्याय रो 11 पद रे आ पाउल से समय रे आ दीर्घ 18 मास
ଆଉ ଏଇ କରନ୍ତି ମଣ୍ଡଳୀକୁ ନିର୍ମାଣ କରିବା ନିମନ୍ତେ ଆଉ ସେଇଠି ରହିଥିଲେ। କରନ୍ତି ମଣ୍ଡଳୀର ନିର୍ମାଣ ନିମନ୍ତେ ଗଠନ ନିମନ୍ତେ ଦୀର୍ଘ ସେ 18 ମାସ ଅର୍ଥାତ୍ 1.5 ବର୍ଷ ସେ କ'ଣ କଲେ? ପରିଶ୍ରମ କଲେ। ପୁଣି और साधु पाउल प्रिस्किला पुणी आकिला को सहित रही आउ ए मंडली को पुणी पुनर्गठन करा पाई से सेठी परिश्रम करथिले। ए जो चिट्ठी 12 अध्याय साधु पाउल यह द्वितीय थर से करंती मंडली को गस्त करथिले। पुणी ए तांकर जो मिशनरी जर्नी बा गस्त ता भलो नथिला। ଏହା ହେଉଛି ହାର୍ଟ ଅଫ୍ ପାଉଲ କହନ୍ତି, ଭାବପ୍ରବଣ। ଏ ଚିଠି 12 ଅଧ୍ୟାୟ ତାଙ୍କ ଜୀବନରେ ଗୋଟିଏ ତାଙ୍କର ଅନ୍ତର ଆତ୍ମାକୁ ଆଘାତ କରିଛି। ଯେଉଁ ଚିଠି ସେ ଲେଖନ୍ତି ସେ ଉଦାସ ନିରାଶରେ ଅଛନ୍ତି। ସେ ଆଉ ଅନେକ ପ୍ରଭୁଙ୍କର ସ୍କଲର ମାନେ କହନ୍ତି କି ସାଧୁ ପାଉଲ କରନ୍ତି ମଣ୍ଡଳୀକୁ 4ଟି ଚିଠି ସେ ଲେଖିଛନ୍ତି। ଆମେ ଦେଖୁଛୁ କି प्रथम करंती द्वितीय करंती हम जो कहूचु, किंतु अनेक स्कॉलर माने कहंती कि से 4टी चिट्ठी लेखछंती। किंतु दुर्भाग्यवशत केवल 2टी चिट्ठी ही हम पाखरे अछि। प्रथम करंती तार 5 अध्याय 9 रे दे पढ़िबे, ठीक पढ़ी देबे कि प्रथम करंती तार 5:9 यह होची साधु पाउलंकर प्रथम चिट्ठी, जो चिट्ठी आज आमनक पाखरे नहीं ता हजि जाइछि। प्रथम करंती तार 5:9 व्यभिचारी मानक सहित संपर्क न रखिबा पई मु तुम मानक मोहर पत्र रे लेखिथिली। यह साधु पाउल करंती मंडली को प्रथम थर से चिट्ठी लेखिथिले। आ ए चिट्ठी आज आमनकर पाखरे नहीं, दुर्भाग्यवशत। जेता मैं देखु तो 4 अध्याय पढुचु आ सही समय रे 4 अध्याय रे गोटे जेहू कि अन्य जाति मानक मध्य पाप नथिला आ सही पाप करंती मंडली रे आ से माने करूथिले। 5 अध्याय रे जणे पुओ तार निजर स्टेप माँ को निजर माँ को से आ बाहा करुछि, तांको सहित से रहुछि। तो स्कॉलर माने कहंती हे पारे बापा बोधे मरिया थेबो, पुणी निजर तो माँ न स्टेप मतलब माँ मला परे आ गोटे से बापा तांको बापा से बाहा करे थिबे। आउ से ही पारे कि निजर से प्रभु को जान न था पारे आ सेति पाए से पुओ निजर माँ सहित से कोन करूछि रहुछि। आ लेखा अछि कि एभली मंद कार्य आ करंती मंडली रे हेउथिला। से करंती मंडली रे गोटे बड़ सिटी आ गोटे देवी देवतार ना थिला, ता होचे एफ्रोडाइट कहंती। एफ्रोडाइट हजार हजार लोक माने प्रभु को जानिला सुधा मध्य आ से माने से भली मंद कार्य करुथिले। आ सेमानकर डॉक्ट्रिन थिला, भाबो माने से माने भाबुथिले ए जो जहाँ भी आमे करूछु शरीर सहित आ आत्मार कौनसी माने स्पर्श किछि हुए नहीं, आत्मा सहित कौन तार किछि प्रभाव पड़े नहीं। जहाँ भी आमे कार्य करूछु सुख अभिलाष करूछु ताहा कौनसी आत्मा सहित कौनसी तार किछि माने दूर किछि नहीं, माने कौनसी तार सहित प्रभाव किछि पड़े नहीं। तेणु सेमाने प्रभु जीशु को विश्वास कला परे मध्य सेमाने अनेक मंद कार्य सेमाने करुथिले। तेणु पाउल आ से पत्र रे सेमान से खबरदार कर चेतावनी दौरान। द्वितीय चिठी होची द्वितीय करंती तार 3-4 लेखा अछि। द्वितीय करंती तार 3 अध्याय 3 और 4 पढ़ी देबे कि द्वितीय करंती तार आम मानकर सेवारे दीक्षित ख्रीष्टंकर पत्र स्वरूप यह प्रकाश पाउछि। ताहा
କାଳିରେ ଲିଖିତ ନୁହେଁ, ମାତ୍ର ଜୀବନ୍ତ ଈଶ୍ୱରଙ୍କର ଆତ୍ମାଙ୍କ ଦ୍ୱାରା ଲିଖିତ। ପ୍ରସ୍ତର ଫଳ କରେ ନୁହେଁ, ମାତ୍ର ମାଂସମୟ ହୃଦୟରେ ଫଳ କରେ। ଏହା ହଉଛି ସାଧୁ ପାଉଲଙ୍କର କରନ୍ତି ମଣ୍ଡଳୀ ପ୍ରତି ଦ୍ୱିତୀୟ ଚିଠି ଥିଲା। ପାଉଲ ବାରମ୍ବାର ସେ କଣ କରନ୍ତି, ଚିଠି ଦ୍ୱାରା ସେ ମଣ୍ଡଳୀର ପୁନର୍ଗଠନ ନିମନ୍ତେ ଚେଷ୍ଟା କରନ୍ତି। ପୁଣି ତୃତୀୟ ହଉଛି 2 Corinthians 7:8 ଲେଖା ଅଛି, ଆଉ ଯେଉଁ ପଦ ତାହା ହଉଛି ତୃତୀୟ ଚିଠି। ତାପରେ ଚତୁର୍ଥ ହଉଛି ଆମେ ଯାହା ପଢୁଛୁ କି 2 କରନ୍ତି ତାହା ହଉଛି ଚତୁର୍ଥ ଚିଠି ବୋଲିକି ଅନେକ ଲୋକ କହନ୍ତି। ପ୍ରିୟ ବନ୍ଧୁଗଣ, ପାଉଲ ଯେଉଁ କରନ୍ତି ମଣ୍ଡଳୀରେ ଭଣ୍ଡ ଭାବବାଦୀ ଥିଲେ, ମିଥ୍ୟା ପ୍ରେରିତ ମାନେ ଥିଲେ, କରନ୍ତି ମଣ୍ଡଳୀକୁ ସେମାନେ ଜ୍ଞାନ ଦ୍ୱାରା ଆଉ ପ୍ରଭୁଙ୍କର ଶିକ୍ଷାକୁ ସେ କହୁଥିଲେ ତାର କରୁଥିଲେ। ସେମାନଙ୍କ ଯୋଉ ଡକ୍ଟ୍ରିନ୍, ସେମାନଙ୍କ ଯୋଉ ଶିକ୍ଷା ଆଉ ସାଧୁ ପାଉଲଙ୍କର ଶିକ୍ଷାକୁ ସେମାନେ କରୁଥିଲେ ବଚସା କରୁଥିଲେ, ବିରୋଧ କରୁଥିଲେ। ସେମାନେ ସ୍ୱର୍ଗୀୟ ଦୂତମାନଙ୍କ ବିଷୟରେ ସେମାନେ ଶିକ୍ଷା ଦଉଥିଲେ। ସେମାନେ କହୁଥିଲେ କି ସ୍ୱର୍ଗୀୟ ଦୂତଙ୍କ ପାଖରେ ଏକ ଏଭଳି ଅଲୌକିକ ଶକ୍ତି ଅଛି, ଆଉ ସେହି ସ୍ୱର୍ଗୀୟ ଅଲୌକିକ ଶକ୍ତି ଉପରେ ସେମାନେ ବହୁତ କିଛି ଶିକ୍ଷା ଦଉଥିଲେ। ଆଉ ଭଣ୍ଡ ପ୍ରେରିତ ମାନେ ପାଉଲଙ୍କୁ ସେମାନେ ଅପମାନ କରୁଥିଲେ। ତାଙ୍କର ପ୍ରେରିତତ୍ୱ ଯୋଉ ହେବାର ଯୋଉ ଅଧିକାର, ଯାହାକୁ ଆମେ କହୁ କି ଆପୋସ୍ତାଲିକ ଯୋଉ ଅଧିକାର ଉପରେ ସେମାନେ ପ୍ରଶ୍ନ କରୁଥିଲେ। ଆମେ ଜାଣୁ ଯୀଶୁଙ୍କ ପାଖରେ 12 ଶିଷ୍ୟ ଥିଲେ। ପ୍ରଥମରେ 70 ଶିଷ୍ୟ ଥିଲେ, ତାପରେ 70 ମାନଙ୍କ ମଧ୍ୟରୁ ଆଉ 58 ଶିଷ୍ୟ ସେମାନେ ପଳେଇଲେ, ତାପରେ 12 ଶିଷ୍ୟ ଥିଲେ। ଯୀଶୁ ସେମାନଙ୍କୁ ମନୋନୀତ କରିଥିଲେ, କିନ୍ତୁ ସେଇ ସମୟରେ ମଧ୍ୟ ଯୀଶୁଙ୍କ ସମୟରେ ପାଉଲ ଥିଲେ। କିନ୍ତୁ ପ୍ରଶ୍ନ ଆସି କାହିଁକି ଯୀଶୁ ଖ୍ରୀଷ୍ଟ ପାଉଲଙ୍କୁ ଗୋଟେ ଶିଷ୍ୟ ପାଇଁ ମନୋନୀତ ନ କରିଥିଲେ? ବେଳେ ବେଳେ କି ସେହି ସମୟରେ ଉଚିତ ସମୟରେ ପ୍ରଭୁ ଗୋଟେ କାର୍ଯ୍ୟ କରନ୍ତି, କିନ୍ତୁ ପାଉଲଙ୍କୁ ପ୍ରଭୁ ଯେଉଁ ହିସାବରେ ଆଉ ସେ ମନୋନୀତ କରିଥିଲେ, ଯେଉଁଭଳି କାର୍ଯ୍ୟ ସାଧୁ ପାଉଲ କରନ୍ତି, ଆଉ ସେଇ କାର୍ଯ୍ୟ ଇଭେନ୍ 12 ଶିଷ୍ୟମାନେ ମଧ୍ୟ ତାହା କରିପାରୁନଥିଲେ। କିନ୍ତୁ ପାଉଲଙ୍କର ଯୋଉ ପ୍ରେରିତତ୍ୱ ଅଧିକାର ଉପରେ ଆଉ ସେଇ ସମୟରେ କରନ୍ତି ମଣ୍ଡଳୀରେ ଅନେକ ଲୋକମାନେ ଆଉ ପାଉଲଙ୍କୁ ପ୍ରଶ୍ନ କରୁଥିଲେ। ତାଙ୍କର ଅଖଣ୍ଡତା ଉପରେ ପ୍ରଶ୍ନ କରାଯାଉଥିଲା, ତାଙ୍କର ଯୋଉ ଫେଥଫୁଲନେସ୍, ତାଙ୍କର ଯୋଉ ଆଉ ଯାହାବି ତାଙ୍କ ପାଖରେ ଯୋଉ କହୁଥିଲେ, ଆଉ ପ୍ରତ୍ୟେକ ବିଷୟକୁ ସେମାନେ ରିଜେକ୍ଟ କରୁଥିଲେ, ପରିହାସ କରୁଥିଲେ। ताको हिंदी रे कहती उसकी ईमानदारी पर सवाल उठाए गए हैं, उसकी वफादारी, उसकी फलदाता नकार दिया गया, उसकी ईमानदारी को मजाक उड़ा गया भी तो हिंदी रे कहती। जमती आम पंजाब जाइलु अन्य अनेक लोक जो मैंने प्रभु को जानते से आमको देखी हसुले। जो त्याग जीवन को आउ करंते मंडली रिजेक्ट करथिला। बलिदान तांकर परिचय को सेमाने बारंबार अवमानना करुथिले, निंदा करुथिले। सेमाने कहूथिले पाउल आउंकर प्रचार सेते सुंदर नुह, आमे आपोलों प्रचार आमे सुनी पारुछु, आपोलों प्रचार रे बहुत ज्ञानपूर्ण अच्छी, पाउलों आखिरे किछि प्रॉब्लम अच्छी, अनेक प्रकार से माने आ पाउलों विरुद्ध से माने आ परिहास करी से माने पाउलों को विरोध करुथिले। तेणु 12 अध्याय जो लेखा अच्छी, 12 जो 2 Corinthians 12 पद, 12 अध्याय 1 पद कि यद्यपि दर्प करिबा हितकर नुहे, तथापि मते दर्प करने को पड़ोछि मु प्रभुंको दर्शन और प्रकाशित विषय कहिबी। पाउल कहीं कहती कि मु दर्प करने चाहूँगी, कि दर्प कले मोर कौन सी आउ ये लेखा अच्छे कि मु करने चाहू ना। दर्प
ताकू इंग्लिश रे बोस्टिंग कहती। पाउल कहीं कहती कि मु दर्प करने को चाहे। प्रिय बंधुगण, जेहेतु पाउल जिभଳି प्रभुଙ୍କ निमंते से आह्वान होइछंती, पाउल जेभଳି कि प्रभुଙ୍କ पाई गोटे प्रेरितत्व होइछंती, तेणु से कहती कि जो माने आउ करंती मंडल रे सेमान निजको दाबी करंती कि आमे मध्ये गोटे प्रेरित आपोस्तली बोली कहंती, किंतु तांको ठारो मु गोटे आउ गोटे सुपरियर, कहीं प्रभु मते मते कौन सी मनुष्य सिलेक्शन करी नहांती, मते कौन सी मनुष्य मते बाछी नहांती, मनोनीत करनांती, किंतु स्वयं सदा प्रभु जीशु ख्रीष्ट आउ से मते मनोनीत करछंती। तेणु मु दर्प करने को चाहे किंतु ताहा करने को चाहे नहीं। भंड प्रेरित माने सेमाने आ तांको विषय रे तांकर ज्ञान विषय से माने अधिक प्रशंसा करुथिले, सेमानकर ज्ञान को सेमाने मंडल रे आलोचना करुथिले, आ सेमाने कहउथिले कि पाउल को किछि कोनोसी ज्ञान बुद्धि नाही। ସେଥିପାଇଁ ସେମାନେ ବାରମ୍ବାର ଆଉ ପାଉଲଙ୍କର ଜୀବନକୁ ଉପରେ ଅନେକ ପ୍ରକାର ପ୍ରଶ୍ନ ଆଣୁଥିଲେ। ଏଠି ଲେଖା ଅଛି କି ପ୍ରକୃତ ଆଉ ପାଉଲ ଯେଭଳି ସେ ମଣ୍ଡଳୀ ପାଇଁ ସେ ଯେଭଳି ଶିକ୍ଷା ଦଉଥିଲେ ଆଉ ତାଙ୍କର ଶିକ୍ଷା ଉପରେ ମଧ୍ୟ ଆଲୋଚନା ହଉଥିଲା। ଯେହେତୁ ଭଣ୍ଡ ପ୍ରେରିତ ମାନେ ନିଜର ଦକ୍ଷତା, ନିଜର ସଫଳତା, ପୁଣି ସେମାନେ ଆଧ୍ୟାତ୍ମିକ ଅନୁଭୂତି ବିଷୟରେ ସେମାନେ ଗର୍ବ କରୁଥିଲେ, ଦାମ୍ଭିକ କରୁଥିଲେ। ସେମାନେ ଭାବୁଥିଲେ କି ଯେଭଳି ଜ୍ଞାନ ଆମ ଉପରେ ଅଛି, ଯେଭଳି ଆମେ ପରଭାଷା ଆମେ ଯୋଉ କହୁଛୁ, ତେଣୁ ସେମାନେ ନିଜର ଆଧ୍ୟାତ୍ମିକ ସଫଳତା और दक्षता ସେମାନେ ଉପରେ ସେମାନେ କରନ୍ତି ମଣ୍ଡଳରେ ସେମାନେ ଦେଖେଇ ଆଉ ପାଉଲଙ୍କର ବିରୋଧୀ ସେମାନେ ବଚସା କରୁଥିଲେ। ପ୍ରକୃତ ଖ୍ରୀଷ୍ଟଙ୍କ ପ୍ରତି ଭକ୍ତିରୁ ଆଉ ପାଉଲ ସେମାନଙ୍କୁ ଦୂରରେ ରଖିବାକୁ ଚାହାନ୍ତି। ସେଥିପାଇଁ ପାଉଲ କହନ୍ତି ମୁଁ ଦର୍ପ କରିବାକୁ ଚାହେଁ, ତଥାପି ମତେ ଦର୍ପ କରିବାକୁ ପଡୁଛି। ମୁଁ ସଦାପ୍ରଭୁଙ୍କ ଦର୍ଶନ ଓ ପ୍ରକାଶିତ ବିଷୟରେ ମୁଁ କହିବି। ପାଉଲ ଯେତେବେଳେ ଦେଖୁଛୁ କି ସେ ଆଉ କିଛି ବିଶେଷ କହିବାକୁ ଚାହାନ୍ତି, ଏଠି ଲେଖା ଅଛି he talks about his identity। ସେ ତାଙ୍କର ପାଉଲଙ୍କର ପରିଚୟ ବିଷୟରେ ସେ କଣ କହନ୍ତି, ପ୍ରଥମେ ସେ କହିବାକୁ ଚାହାନ୍ତି ମୁଁ କିଏ, କାହିଁକି ଯୀଶୁଖ୍ରୀଷ୍ଟ ମତେ ମନୋନୀତ କରିଛନ୍ତି। ପ୍ରଥମରେ ସେ କଣ କରନ୍ତି, ତାଙ୍କର ହେରିଟେଜ ବୋଲି କହନ୍ତି। ହେରିଟେଜ ଅର୍ଥାତ ସେ କେଉଁଠାରୁ ସେ ଆସିଛନ୍ତି, ତାଙ୍କର ଲିଗାସି। ଆମେ ଜାଣୁ ପାଉଲ କହନ୍ତି ମୁଁ ଇସ୍ରାଏଲ ବଂଶରୁ ଆସିଅଛି, ମୁଁ ନିଜେ ଜଣେ ଇସ୍ରାଏଲ ଅବ୍ରାହମଙ୍କ ବଂଶଧର, ବିନ୍ୟାମିନଙ୍କର ବଂଶରୁ, ଯାହା ଆମେ ରୋମିଓ 11 ଅଧ୍ୟାୟ 1 ଆମେ ପଢୁଛୁ। ସେ କହନ୍ତି କି ମୁଁ ଇସ୍ରାଏଲ ବଂଶର ଜଣେ, ମୁଁ ହଉଛି ଜଣେ ଜିହୁଦୀ। ସେ ସମୟରେ ଜିହୁଦୀ ମାନେ ଥିଲେ, ପୁଣି ଯେଉଁମାନେ ଅନ୍ୟ ଜାତିମାନେ ଥିଲେ ଯାହାକୁ ଆମେ ଜେଣ୍ଟାଇଲ ବୋଲି କହୁ, ଆଉ ସେମାନେ କଣ କରୁଥିଲେ ଜିହୁଦୀ ପାଇଁ ସେମାନେ ସେଇ ସମୟରେ ଆଉ ଖତନା ବୋଲି କହୁ। ଖତନା କହିଲେ ସେମାନେ ନିଜର ଶରୀରକୁ ସେମାନେ ନିଜର ଶରୀର ସେମାନେ ଖତନା କରୁଥିଲେ। ତାପରେ ସେମାନେ ମୂଷାଙ୍କର ବ୍ୟବସ୍ଥା ସେମାନେ ପାଳନ କରୁଥିଲେ, ତେବେ ହିଁ ସେମାନେ ଜିହୁଦୀ ହେଇପାରିବେ। କିନ୍ତୁ ପାଉଲ କହନ୍ତି, ମତେ ସାହାଯ୍ୟ କରିବେ କି ଫିଲିପିଓ ତାର 3 ଅଧ୍ୟାୟର 5-6 ପଦରେ ସେ କଣ କହନ୍ତି, ନିଜର ବିଷୟରେ ନିଜର ପରିଚୟ ବିଷୟରେ ସେ କଣ କହନ୍ତି। ଫିଲିପିଓ ତାର 3 ଅଧ୍ୟାୟ 5-6 ମୁଁ ଅଷ୍ଟମ ଦିନରେ ସୁନତ ପ୍ରାପ୍ତ ଇସ୍ରାଏଲ ବଂଶଜାତ ବିନ୍ୟାମିନ ଗୋଷ୍ଠୀୟ ଏବ୍ରିୟ ରକ୍ତଜାତ ଜଣେ ଏବ୍ରିୟ, ବ୍ୟବସ୍ଥାପନ ସମୁଦ୍ର ଜଣେ ଫାରୁସି। ପାଉଲ ସେ ନିଜ ବିଷୟରେ ସେ କହନ୍ତି, ଆଉ ଯାହା ଆମେ ତାର ଫିଲିପ ତାର 3 ଅଧ୍ୟାୟ 5, ମୁଁ ଅଷ୍ଟମ ଦିନରେ ସୁନତ ପ୍ରାପ୍ତ। ମୁଁ ଏବେ କହୁଥିଲି କି ଯେଉଁମାନେ ଜିହୁଦୀ ନଥିଲେ, ଆଉ ତାକୁ ଆମେ କହୁ କି ଜେଣ୍ଟାଇଲ ବା ଅନ୍ୟ ଜାତି ଲୋକମାନେ, ସେମାନେ ଜିହୁଦୀ ହେବା ପାଇଁ
ଆଉ ନିଜ ନିଜକୁ ସେମାନେ ସୁନ୍ନତ କରୁଥିଲେ, ମଶାଙ୍କର ବ୍ୟବସ୍ଥା ପାଳନ କରୁଥିଲେ। ଯୀଶୁଙ୍କୁ ବିଶ୍ୱାସ କଲା ପରେ ମଧ୍ୟ ଆଉ ତାଙ୍କ ପାଇଁ ଲ ବ୍ୟବସ୍ଥା କେନ୍ଦ୍ର ଥିଲା। ସେମାନେ କହୁଥିଲେ ଯୀଶୁଙ୍କୁ ବିଶ୍ୱାସ କଲା ପରେ ମଧ୍ୟ ବ୍ୟବସ୍ଥା ପାଳନ ନିତାନ୍ତ ଆବଶ୍ୟକ। ତେଣୁ ସାଧୁ ପାଉଲ କହନ୍ତି, ମୁଁ ଅଷ୍ଟମ ଦିନରେ ସୁନ୍ନତ ପ୍ରାପ୍ତ ବ୍ୟକ୍ତି, ଇସ୍ରାଏଲ ବଂଶ ଜାତ, ପୁଣି ବିନ୍ୟାମିନ ଗୋଷ୍ଠୀର, ପୁଣି ଏବ୍ରିୟ ରକ୍ତଜାତର ଜଣେ ଏବ୍ରିୟ, ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୁସି, ପୁଣି ଉଦ୍ଯୋଗ ସମ୍ବନ୍ଧରେ ମଣ୍ଡଳୀରେ ଜଣେ ତାଡ଼ନାକାରୀ, ପୁଣି ବ୍ୟବସ୍ଥା ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲି। ସାଧୁ ପାଉଲ ନିଜ ବିଷୟରେ କହନ୍ତି କି ମୁଁ ଆଉ ସେହି ମୋର ମୁଁ ଯୋଉ ଖାନଦାନରୁ ଆସିଛି, ମୁଁ ଯୋଉ ବଂଶରୁ ଆସିଛି, ମୁଁ ସାଧାରଣ ପରିବାର ଆସିନାହିଁ। ସେ ଲେଖା ଅଛି। ଆଉ ପାଉଲ, ସାଧୁ ପାଉଲ ଗାମାଲିଏଲ, ସେଇ ସମୟରେ ଜେରୁସାଲେମ ଗୋଟେ ସ୍କୁଲ ଥିଲା, ଆଉ ସେ ସ୍କୁଲର ନାଁ ହେଉଛି ଗାମାଲିଏଲ ସ୍କୁଲ, ଆଉ ସେଇଠି ସେ ପଢିଥିଲେ। ପାଉଲଙ୍କ ପରି ଜ୍ଞାନୀ ବୁଦ୍ଧିମାନ ବ୍ୟକ୍ତି କେହି ନଥିଲେ, ତଥାପି ଆଉ ସେମାନେ ପାଉଲଙ୍କର ଶିକ୍ଷାକୁ, ପାଉଲଙ୍କର ଜୀବନ ସେମାନେ କଣ କରୁଥିଲେ ନା ସେମାନେ ପ୍ରଶ୍ନ କରୁଥିଲେ। ତେଣୁ ପାଉଲ ନିଜ ପରିଚୟ କହନ୍ତି କି ମୁଁ ବିନ୍ୟାମିନଙ୍କ ବଂଶରୁ ଆସିଛି, ମୁଁ ଜଣେ ଏବ୍ରିୟ, ଆଉ ଅଷ୍ଟମ ଦିନରେ ମୋର ସୁନ୍ନତ ହେଇଛି। ଦ୍ୱିତୀୟ ସେ କହନ୍ତି କି ତାଙ୍କର ମିନିଷ୍ଟ୍ରି ଉପରେ, ମୁଁ କିଭଳି ମିନିଷ୍ଟ୍ରି କରେ, ମୁଁ ସେବା କରେ, ମୁଁ ଯୋଉ ସେବା କରୁଛି ମୋ ନିଜର ଟେରିଟୋରୀ ପାଇଁ ନୁହେଁ, ମୋ ନିଜର ରାଜ୍ୟ ନିମନ୍ତେ ମୁଁ ନୁହେଁ, କିନ୍ତୁ ପରମେଶ୍ୱରଙ୍କ ରାଜ୍ୟକୁ ନିର୍ମାଣ କରିବା ନିମନ୍ତେ ମୁଁ ଦିନ ରାତି ଆଉ ସେବା କରୁଛି। ଯାହା ସେ ଦ୍ୱିତୀୟ କରନ୍ତି 11 ଅଧ୍ୟାୟ 23 ପଦରୁ ପଢିବା, 28 ପଦ ପଢିବେ କି? ଦ୍ୱିତୀୟ କରନ୍ତି ତାର 11 ଅଧ୍ୟାୟ 23 ରୁ 28 ପର୍ଯ୍ୟନ୍ତ ପାଉଲ ମଣ୍ଡଳୀ ନିମନ୍ତେ ଆଉ ସେ କେମିତି ପରିଶ୍ରମ କରନ୍ତି। ସେମାନେ କି ଖ୍ରୀଷ୍ଟଙ୍କର ସେବକ, ମୁଁ ପାଗଳ ପରି କହୁଅଛି, ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ, ଅଧିକ ପରିଶ୍ରମ କରିବାରେ, ଅଧିକ କାରାଗାର ଭୋଗରେ, ଅପରିମିତ ପ୍ରହାର ସହ୍ୟ କରିବାରେ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ, ମୁଁ ଯିହୁଦୀ ମାନଙ୍କ ଠାରୁ 5 ଥର 39 ଥର ପ୍ରହାର ପାଇଅଛି, 3 ଥର ବେତ୍ରାଘାତ, ଥରେ ପ୍ରସ୍ତାରଘାତ, 3 ଥର ଜାହାଜ ଭଙ୍ଗନ ସହିଅଛି, ଅଗାଧ ଜଳରେ ଦିବାରାତ୍ର କ୍ଷେପଣ କରୁଅଛି, ଅନେକ ଥର ଯାତ୍ରା କରିବାରେ, ନଦୀର ବିପତ୍ତିରେ, ଡକାୟତ ବିପତ୍ତିରେ, ସ୍ୱଜାତି ଠାରୁ ବିପତ୍ତିରେ, ବିଜାତି ମାନଙ୍କ ଠାରୁ ବିପତ୍ତିରେ, ନଗରର ବିପତ୍ତିରେ, ପ୍ରାନ୍ତରର ବିପଦରେ, ସମୁଦ୍ରର ବିପଦରେ। କେତେ ଯାଏ? 28 ପଦ, 28। ଭଣ୍ଡ ଭାବବାଦୀଙ୍କ ଠାରୁ ବିପଦରେ, ପରିଶ୍ରମ ଓ କଷ୍ଟ ଭୋଗରେ, ଅନେକ ଥର ଉଜାଗରରେ, କ୍ଷୁଧା ଓ ତୃଷାରେ, ଅନେକ ଥର ଉପବାସରେ, ଶୀତ ଓ ଉଲଙ୍ଗତାରେ, ଅବଶିଷ୍ଟ ସମସ୍ତ ବିଷୟ ଛଡା ଆଉ ଗୋଟିଏ ବିଷୟ ପ୍ରତିଦିନ ମୋ ଉପରେ ମାଡ଼ି ପଡୁଅଛି, ଅର୍ଥାତ୍ ମଣ୍ଡଳୀ ସମୂହ ନିମନ୍ତେ ଚିନ୍ତା। ଆମେ ଦେଖୁଛୁ ଯେଭଳି ପାଉଲ ଆଉ କରନ୍ତି ମଣ୍ଡଳୀ ପାଇଁ ଯୋଉ ଚେଷ୍ଟା କରନ୍ତି, ଯୋଉ ପରିଶ୍ରମ କରନ୍ତି, ମୁଁ ଭାବୁଛି ତାଙ୍କ ପରି କେହି ପରିଶ୍ରମ କରିନଥିବେ। ଦିନ ରାତି ଭୋକ ଉପାସରେ ଅନେକ ଆଉ ସେମାନେ ଅନେକ ପ୍ରକାର ସେ ପ୍ରଭୁଙ୍କ ନିମନ୍ତେ ସେ ଦୁଃଖ ଭୋଗ କରୁଛନ୍ତି। ରୋମୀୟ ମାନେ ଆଉ ଗୋଟେ ମାନେ 39 କୋଡ଼ା ସେମାନେ ମାରିବେ, ତାହା ମଧ୍ୟ ମାନେ ପ୍ରତ୍ୟେକ ଦୁଃଖ ପ୍ରଭୁଙ୍କ ନିମନ୍ତେ ସେ କଣ କରୁଛନ୍ତି, ସହୁଛନ୍ତି। ପାଉଲ ପ୍ରଥମରେ ସେ କି ତାଙ୍କ ନାମ 2ଟି ନାମ ଥିଲା, ଗୋଟେ ହଉଛି ପାଉଲ, ସାଉଲ କହିଲେ ହିବ୍ରୁ ଭାଷାରେ ସେମାନଙ୍କୁ ସାଉଲ କୁହାଯାଏ, କିନ୍ତୁ ଗ୍ରୀକ ଭାଷାରେ ତାଙ୍କୁ ପାଉଲ କୁହାଯାଏ। ସାଉଲରୁ ପାଉଲ ହେଇନାହାନ୍ତି, ତାଙ୍କର ନାମ କିଛି ପରିବର୍ତ୍ତନ ହେଇନାହିଁ। ଇବ୍ରାନୀ ଭାଷାରେ ତାଙ୍କ ନାମ ହଉଛି ସାଉଲ, କିନ୍ତୁ ଗ୍ରୀକ ଭାଷାରେ ତାଙ୍କୁ ପାଉଲ ବୋଲି କୁହାଯାଏ। ତାଙ୍କର ଡକ୍ଟ୍ରିନ ଚେଞ୍ଜ ହେଲା। ସେ ପ୍ରଥମେ ୟେହୋବା ପରମେଶ୍ୱର ମାନୁଥିଲେ, ବିଶ୍ୱାସ କରୁଥିଲେ, କିନ୍ତୁ ଯେବେ ସେ ଦାମାକସକୁ ସେ ରୋଡରେ ଆସିଲେ, ପ୍ରଭୁଙ୍କୁ ଜାଣିଲେ, ଯେଉଁ ପାଉଲଙ୍କ ଦ୍ୱାରା କି ସେ ଅନେକ ମଣ୍ଡଳୀକୁ ସେ କଣ କରୁଥିଲେ କି
ତାଡ଼ନା କରୁଥିଲେ, ସ୍ତିଫାନଙ୍କର ହତ୍ୟା ଆଙ୍କ ଦ୍ୱାରା ହେଇଛି, ଆଉ ଆଜି ତାଙ୍କର ଜୀବନ ଶୈଳୀ ବଦଳି ଯାଇଛି। ଯେଉଁ ହାତରେ ସେ ମଣ୍ଡଳୀକୁ ନଷ୍ଟ କରୁଥିଲେ, ଆଜି ସେହି ହାତରେ ସେ ପେନ୍ ଧରା ସେ ଲେଖି ସେ ମଣ୍ଡଳୀର ଉନ୍ନତି ନିମନ୍ତେ, ମଣ୍ଡଳୀର ପୁନର୍ଗଠନ ନିମନ୍ତେ ଆଉ ଦିନ ରାତି ସେ ଚେଷ୍ଟା କରନ୍ତି, ଲେଖନ୍ତି। ବେଳେ ବେଳେ ସେ ଜେଲରେ ରହିକି ମଧ୍ୟ, ରୋମିଓ ଜେଲରେ ରହିକି ମଧ୍ୟ ମଣ୍ଡଳୀର ଗଠନ ନିମନ୍ତେ ଚେଷ୍ଟା କରନ୍ତି। ସାଧୁ ପାଉଲଙ୍କ ଯୋଉ ଡକ୍ଟ୍ରିନ୍, ତାଙ୍କର ଜୀବନ ଶୈଳୀ ଆଉ ମଣ୍ଡଳୀ ନିମନ୍ତେ ବଦଳି ଯାଇଛି। କେତେ ଲୋକ କହନ୍ତି ସାଧୁ ପାଉଲଙ୍କ ବୋଧେ ବାହା ହେଇଥିଲା, କିନ୍ତୁ ଫ୍ୟାମିଲି ପ୍ରୋବ୍ଲେମ ଯୋଗୁଁ ବୋଧେ ତାଙ୍କ ସ୍ତ୍ରୀ ତାଙ୍କଠାରୁ ପଳେଇ ଯାଇଛନ୍ତି। ଗୋଟେ ପାଳକ ହିସାବରେ ଅନେକ ସମସ୍ୟା ରହେ, ଅନେକ ସମସ୍ୟା, ପିଲାମାନଙ୍କର ସମସ୍ୟା, ବିଲିବେଶର ସମସ୍ୟା, କିନ୍ତୁ ଏତେ ସମସ୍ୟା ବାଦେ ମଧ୍ୟ କେବଳ ମଣ୍ଡଳୀ ନିମନ୍ତେ ସେ ଆଉ ଚିନ୍ତା କରନ୍ତି। ଏହା ଗୋଟେ ପାଳକ ନିମନ୍ତେ ନିତାନ୍ତ ଆବଶ୍ୟକ। ସେ ମଣ୍ଡଳୀର ଉନ୍ନତି ନିମନ୍ତେ ପ୍ରତ୍ୟେକ ଦିନ ଆଉ ରାତିରେ ସେ ଚେଷ୍ଟା କରନ୍ତି। ପୁଣି ତାହା ହିଁ ସେ କ'ଣ କରନ୍ତି, ସେ ଆଉ ଚିନ୍ତା କରନ୍ତି। ଚିନ୍ତା ମନୁଷ୍ୟରେ ଗୋଟେ ଜୀବନ ଗୋଟେ ହିସ୍ସା। ଫ୍ୟାମିଲି ପ୍ରୋବ୍ଲେମ, ପଇସାର ସମସ୍ୟା, ବିଲିବେଶର ସମସ୍ୟା, କିନ୍ତୁ ତାହା ସତ୍ତ୍ୱେ ମଧ୍ୟ ଆଉ କିଭଳି ସାଧୁ ପାଉଲ କରନ୍ତି, ମଣ୍ଡଳୀ ପାଇଁ ସେ ଚେଷ୍ଟା କରନ୍ତି। ପ୍ରିୟ ବନ୍ଧୁଗଣ, ଏଠି ଲେଖା ଅଛି be oriented, be action oriented, not a speech oriented। ବେଳେ ବେଳେ ଆମେ ଅନେକ ପ୍ରକାର ଆମେ କ'ଣ କହିଥାଉ, କଥା ହିଁ କହିଥାଉ। ବେଳେବେଳେ ଆମମାନଙ୍କର ଜ୍ଞାନକୁ ଆମେ ମଣ୍ଡଳୀ ମଧ୍ୟରେ ଅନ୍ୟମାନଙ୍କ ମଧ୍ୟ ପ୍ରକାଶ କରିଥାଉ, କିନ୍ତୁ କୌଣସି କାର୍ଯ୍ୟ ତା ସାଧନ ହୋଇନଥାଏ। ତ ଲେଖା ଅଛି be an action oriented, not a speech oriented। କେବଳ କଥା ହିଁ କରୁନାହିଁ, କିନ୍ତୁ କାର୍ଯ୍ୟ କର, କାର୍ଯ୍ୟ ମତଲବ ଆମର କାର୍ଯ୍ୟ ନିତାନ୍ତ ନିହାତି ଦେଖାଯିବାର ଆବଶ୍ୟକ। ଆଜି ଆମମାନଙ୍କର ସେବା ଗୋଟେ ଫ୍ୟାସନ ମିନିଷ୍ଟ୍ରି ହୋଇଥାଏ। ଏଠି ଲେଖା ଅଛି we are building our territory, kingdom rather than God's kingdom। ଆମମାନଙ୍କର ଇଲାକାକୁ, ଆମମାନଙ୍କର ବେଳେ ବେଳେ ପ୍ରଭୁଙ୍କର ସେବା କାର୍ଯ୍ୟ କରୁ କରୁ ଆମମାନଙ୍କର ବେଳେ ବେଳେ ଘର ଦ୍ୱାର ବନେଇଥାଉ, ଆମମାନଙ୍କର ନାମକୁ ବଢେଇଥାଉ। ଆମମାନଙ୍କର ଏଠି ଲେଖା ଅଛି we are very serious about our name, fame, not about the God's name। ପରମେଶ୍ୱରଙ୍କ ନାମ ପୂର୍ବରୁ କେବଳ ମୋର ନାମ ଚର୍ଚ୍ଚା ହଉ, ମୋର ଯଶମାନ ହଉ। ଆଜିକାଲି ସେଭଳି ହିସାବରେ ବି ଚାଲିଥାଏ। ଯୋଉ ପ୍ରଭୁଙ୍କର ଯୋଉ ରାଜ୍ୟ ନିର୍ମାଣ ହେବା ପରିବର୍ତ୍ତେ ହେବା କଥା, କିନ୍ତୁ ପ୍ରଭୁଙ୍କର ରାଜ୍ୟ ନିର୍ମାଣ ତ ହେଉନାହିଁ, କିନ୍ତୁ ମୋର ନାମ ହିଁ ଆଉ ଆଜିକାଲି ପ୍ରତ୍ୟେକ ଗଳିକନ୍ଦିରେ ପ୍ରକାଶ ହଉଛି, ପରିଚର୍ଚ୍ଚା ହଉଛି, ଚର୍ଚ୍ଚା ହଉଛି। କିନ୍ତୁ ପାଉଲ ସେଇ ମଣ୍ଡଳୀ ପାଇଁ କେତେ ଦୁଃଖ, କେତେ ସମସ୍ୟା ସେ ଉଠାନ୍ତି। ରିଏଲ ସେ ହଉଛନ୍ତି ପ୍ରତ୍ୟେକ ବାସ୍ତବରେ ଗୋଟେ ପାଳକ, ଏତେ ଦୁଃଖ ସହିକି ସେ ମଣ୍ଡଳୀର ଉନ୍ନତି ସେ ଚେଷ୍ଟା କରନ୍ତି। ତୃତୀୟରେ ସେ କହନ୍ତି କି ତାଙ୍କର ଦର୍ଶନ ପ୍ରକାଶ ବିଷୟରେ ସେ ପାଉଲ କହନ୍ତି। ତାହା 2 Corinthians 12:3 ଲେଖା ଅଛି। ହଁ, ମୁଁ ଏହିପରି ଜଣେ ଲୋକଙ୍କୁ ଜାଣେ, ସେ ପାରାଦେଶକୁ ନୀତ ହେଲେ, ସେ ଶରୀରରେ ଥିଲା କି ଶରୀରରେ ବାହାରେ ଥିଲା ମୁଁ ଜାଣେ ନାହିଁ, ଈଶ୍ୱର ଜାଣନ୍ତି। ପାରଦେଶ ଆମେ ଜାଣୁ, ଯେତେବେଳେ ଆଉ 2ଟି ଚୋର ସେମାନେ କ୍ରୁଶରେ ଲଟକା ହେଇଥିଲେ, ଟଙ୍ଗା ହେଇଥିଲେ, ସେ ସମୟରେ ଆଉ ଗୋଟେ ଚୋର କହିଲା କି ହେ ପ୍ରଭୁ, କି ତୁମେ ପ୍ରଭୁ, କି ତୁମେ ଯଦି ସ୍ୱର୍ଗ ଯିବ ମତେ ତୁମେ ମତେ ସ୍ମରଣ କର। ଆଉ ସେଇ ସବୁ ଯୀଶୁ କହିଲେ ଆଜି ହିଁ ତୁମ୍ଭେ ଆଉ ମୋ ସହିତ ପାରଦେଶରେ ଆଉ ହେବ। ପାରଦେଶ କହିଲେ କ'ଣ? କ'ଣ ପାରଦେଶ କ'ଣ ସ୍ୱର୍ଗ କି? ମଗଦଲିନୀ କହିଲେ ମତେ ସ୍ପର୍ଶ କର ନାହିଁ, ମତେ ସ୍ପର୍ଶ କର ନାହିଁ, ଯେହେତୁ ଏ ପର୍ଯ୍ୟନ୍ତ ପିତାଙ୍କ ନିକଟକୁ ମୁଁ ଯାଇ ନାହିଁ। ପ୍ରଭୁ କାହିଁକି ମଗଦଲିନୀକୁ କହିଲେ ମତେ ସ୍ପର୍ଶ କର ନାହିଁ? ଯେତେବେଳେ ଆମେ ଲେବୀୟ ପୁସ୍ତକ ପଢୁଛୁ, ଯେଉଁମାନେ ଯାଜକ ହୁଅନ୍ତି
ଆଉ ସେମାନଙ୍କୁ 7 ଦିନ ପର୍ଯ୍ୟନ୍ତ କୌଣସି ସ୍ତ୍ରୀ ବା କୌଣସି ପୁରୁଷ ସେମାନଙ୍କୁ ଟଚ୍ କରିପାରିବେ ନାହିଁ, ଯେହେତୁ ସେମାନେ ଗୋଟେ ପବିତ୍ର କାର୍ଯ୍ୟ ସେମାନଙ୍କୁ କ'ଣ କରାଯାଏ କି ଅଭିଷେକ କରାଯାଏ, ମଶା କରାଯାଏ, ଅଭିଷେକ କରନ୍ତି। କିନ୍ତୁ 8ମ ଦିନରେ ପ୍ରଭୁ ଆଉ ଥୋମା କହିଲେ, ଆସ ଦେଖ ସ୍ପର୍ଶ କର କି ମୁଁ ସେଇ କି ନୁହେଁ। ଏ ଯୋଉ ପାରଦର୍ଶ କହିଲେ ତାର ଅର୍ଥ ସେ ସମୟରେ ପ୍ରଭୁ ଆଉ ଲେଖା ଅଛି କି ଯେଉଁଠାରେ ପ୍ରଭୁ ବାସ କରନ୍ତି ଆଉ ସେ ଯାହା କହନ୍ତି କି ପାରଦର୍ଶ କହନ୍ତି। କିନ୍ତୁ ସାଧୁ ପାଉଲ କହନ୍ତି କି ମୁଁ ତୃତୀୟ ସ୍ୱର୍ଗକୁ ମୁଁ ଯାହା ନିହିତ ହେଇଛି। ପାଉଲ ଆଉ ସେ କହନ୍ତି କି ମୁଁ ସେଇ ତୃତୀୟ ସ୍ୱର୍ଗରେ ମୁଁ ପହଞ୍ଚିଛି। ପ୍ରିୟ ବନ୍ଧୁଗଣ, ସାଧୁ ପାଉଲ ତାଙ୍କର ଶ୍ରେଷ୍ଠତା ବିଷୟରେ ସେ ଗର୍ବ କରିବା ପାଇଁ ସେ କହନ୍ତି, କିନ୍ତୁ ସେ ନିଜର ନମ୍ରତାକୁ ଆଉ ଧରି ରଖନ୍ତି। एडी हिंदी में कहती वो अपना बचाव करने के लिए मजबूर होने के लिए तनाव महसूस कर रहा है। निजको भंड प्रेरित मान ठारू श्रेष्ठ देखा बाध्य साधु पाउल से नम्र जीवन से देखाती। वास्तव से जो दर्शन पाई और से दर्शन से कहती कि मु तृतीय स्वर्ग रे आउ नीत हेली। हाँ मु सही परी जने लोगों को जाने से किए से निजे ही कहती तार तो से कहती कि ताकू कहती थर्ड पर्सन कहती इंग्लिश रे से कहती कि हाँ मु सही लोगों को जाने से पारदेश नीत हेले से किए से निजे ही कहती किंतु से डायरेक्टली न कही कि कहती कि से थर्ड जो शब्द जो प्रयोग करती कहती कि थर्ड पर्सन। प्रेरित पाउलଙ୍କର जो दर्प कर अनेक कारण थिला तथापि से ताहा करती नहीं। तृतीय से कहती कि नॉट टू शो सेल्फ इम्पोर्टेंट और सेल्फ एक्साल्टेशन से निजर आत्म बढ़िया कहती नहीं। आत्म गुरुत्वपूर्ण आत्म प्राथमिकता कि आत्म उच्चता से निजर प्रशंसा कर चाहती नहीं, जहाँ आम कहू कि सेल्फ इम्पोर्टेंट निजर महिमा निजर बढ़ाई करने से कहना चाहती नहीं। सेल्फ इम्पोर्टेंट कहले कौन? सेल्फ इम्पोर्टेंट कहले कि अन्य मानक लोक अपेक्षा निजर को कौन करवा कि गुरुत्वपूर्ण देवा। मोर परिवार माई फैमिली इज इम्पोर्टेंट, माई किड्स आर इम्पोर्टेंट। किंतु प्रिय बंधु से लिखा अच्छी से थर्ड पर्सन थर्ड कहले ही और सी की कहती इंग्लिश रे ए लिखा अच्छी कि इट इज कॉल्ड सेल्फ सेंटर नॉट क्राइस्ट सेंटर लिखा अच्छी। अनेक लोक माने कौन करती निजर निमंते से माने फोकस करती या कहते कि ख्रीष्टीय केंद्रित तो नुहे किंतु से माने सेमानकर मंडली मध्य लोक मानकर मध्य आ निजको केंद्रित करती। वास्तव में आमानकर सेवा ख्रीष्टीय केंद्रित हेबा आवश्यक ना निजे से सेवार केंद्र बिंदु हेबार आवश्यक। आज आमानकर वास्तव में बेले बेले आमे अनेक प्रकार सेवा कार्य करिथाउ किंतु अनेक प्रकार सेवा कार्य मध्य अनेक लोक और सेमाने सेवा मध्य निजर सेंटर बनी थांती बा निज केंद्रित करि थांती। Paul is a very iconic person and he is next to Jesus. जीसुंक परे पाउल का नाम आसे। वास्तव में जो बड़े पाउल सेवा करते हजार हजार किलोमीटर से कौन कले यात्रा करते 14 चिठी से लिखिं मंडली उन्नति निमंते जो हिसाब से चिठी लिखिं पर कहीं नहांती तथा पाउल कहती मु निजको दर्प करने चाहे नहीं। अवश्य से करती मंडल अनेक भंड बाबद अच्छा से निजर ज्ञान को प्रकाश करती से टंग स्पीकिंग करती किंतु पाउल भी पाउल पास से ज्ञान अच्छी तथा पाउल कहती मु जहाँ प्रभु को ठार पाई मु ताहा केबे दर्प करने चाहे नहीं। प्रिय बंधुगण
ପାଉଲଙ୍କର ଜୀବନ ବାସ୍ତବରେ ରୂପାନ୍ତରିତ ହେଇଛି। ତାଙ୍କର ଜୀବନ, ତାଙ୍କର ଥଟ୍ସ, ତାଙ୍କ ପ୍ରତ୍ୟେକ କ୍ରିୟା ମାନେ ସବୁ କିଛି କ'ଣ ହେଇଛି ନା ଆଉ ପରିବର୍ତ୍ତନ ହେଇଛି। ଆକ୍ଚୁଆଲି ଅନୁତାପ କହିଲେ କ'ଣ? ଅନୁତାପର ଅର୍ଥ ହଉଛି, କାନ୍ଦିବାର ଅର୍ଥ ଅନୁତାପ ନୁହେଁ। ଖେଦନ କ୍ରନ୍ଦନ ଦ୍ୱାରା କହିବା ଦ୍ୱାରା ତାହା ଅନୁତାପ ନୁହଁ। ଯଦି ଆମେ ପଢିବା ଲୁକ ତାର 15 ଅଧ୍ୟାୟ 8 ପଦ ପଢିଦେବେ କି? ଲୁକ ତାର 15 ଅଧ୍ୟାୟ 8 ପଦ। ଅଥବା ଏପରି କେଉଁ ସ୍ତ୍ରୀ ଲୋକ ଅଛି ଯେ ତାହାର ଯଦି 10ଟି ଟଙ୍କା ଥାଏ ଆଉ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ ଦୀପ ଜାଳି ଘର ଝାଡ଼ି ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ଖୋଜି ନାହିଁ? ଗୋଟେ ପଦ ଲୁକ ତାର 15 7 ପଡେ 7 ପଦ ପଡେ। ମୁଁ ତୁମମାନଙ୍କୁ କହୁଅଛି, ସେହି ପ୍ରକାର ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ପ୍ରୟୋଜନ ନାହିଁ, ଏପରି ଅନେସ୍ପତ ଧାର୍ମିକ ଲୋକଙ୍କ ଅପେକ୍ଷା ଯେ ମନ ପରିବର୍ତ୍ତନ କରି ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହବ। ମନେ ରଖନ୍ତୁ, ସ୍ୱର୍ଗ କାହା ପାଇଁ? ଆମେ ଜାଣୁ କି ଏଠି ଲେଖା ଅଛି, ଅବଶ୍ୟ ଅନେସ୍ପତ ଧାର୍ମିକ ଲୋକେ ସେମାନେ ଭୁଲ କଲେ ମଧ୍ୟ ସେମାନେ ଅନୁତାପ କରନ୍ତି ନାହିଁ। ତେଣୁ ଜଣେ ପାପୀ ବ୍ୟକ୍ତି ଯେବେ ସେ ଅନୁତାପ କରେ, ଖେଦ କ୍ରନ୍ଦନ କରେ, ପ୍ରଭୁଙ୍କ ପାଖକୁ ଆସେ, ଯେଭଳି ଜଶ୍ନ ମନା ହୁଏ, ଖୁସି ମନା ହୁଏ, ଅନେସ୍ପତ ଧାର୍ମିକ ବ୍ୟକ୍ତି ଆଉ ସେମାନେ ଅବଶ୍ୟ ଧାର୍ମିକ ହେଲେ ସୁଦ୍ଧା ମଧ୍ୟ ଯେବେ ସେମାନେ ଅନୁତାପ କରନ୍ତି ନାହିଁ, ଆଉ ସେଥିପାଇଁ ତାଙ୍କ ନିମନ୍ତେ ସ୍ୱର୍ଗ ରାଜ୍ୟ, ସ୍ୱର୍ଗ ବନ୍ଦ ବୋଲି ପ୍ରଭୁ ଏଠି କହନ୍ତି। ଅବଶ୍ୟ ଅର୍ଥାତ ଧାର୍ମିକ ନିମନ୍ତେ ଯେଉଁ ଧାର୍ମିକ ମାନେ ପାପ କରନ୍ତି, ଅନୁତାପ କରନ୍ତି ନାହିଁ, ସେମାନଙ୍କ ନିମନ୍ତେ ସ୍ୱର୍ଗ ରାଜ୍ୟ ନୁହଁ। କିନ୍ତୁ ସ୍ୱର୍ଗ ରାଜ୍ୟ ତାଙ୍କ ପାଇଁ। ଅବଶ୍ୟ ସେ ପାପୀ ବ୍ୟକ୍ତି, କିନ୍ତୁ ତାଙ୍କ ଜୀବନରେ ରିଏଲ ରିପେଣ୍ଟେନ୍ସ ଆସେ। ଅନୁତାପର ଅର୍ଥ କି ଯଦି ଆମେ ଗୋଟେ ଭୁଲ କାର୍ଯ୍ୟ କରୁ, ଭୁଲ କାର୍ଯ୍ୟ କଲା ପରେ ଆମେ ଅନୁତାପ କରୁ, ପଶ୍ଚାତାପ କରୁ, ପୁଣି ତାହା ପରିତ୍ୟାଗ କରିକି ଆମେ ଆଗକୁ ଯାଉ। ବାରମ୍ବାର ଆମେ ସେଇ ଭୁଲ କାର୍ଯ୍ୟ ଆମେ କରୁନାହୁଁ। ବାସ୍ତବରେ ଆମମାନଙ୍କର ଅନୁତାପ କିଭଳି? ଆମେ ବେଳେ ବେଳେ ପ୍ରଭୁଙ୍କ ନିକଟରେ ଆମେ ପ୍ରାର୍ଥନା କରିଥାଉ, କ୍ରନ୍ଦନ କରିଥାଉ, କିନ୍ତୁ ପୁନର୍ବାର ଆମେ ସେହି ପାପ ହିଁ କରିଥାଉ। ତାହାକୁ ଅନୁତାପ ବୋଲି କୁହାଯାଏ ନାହିଁ। ୟହୁଦା ଇସ୍କରିୟୋତା ସେ ଯୀଶୁଙ୍କୁ କେବେ ମଧ୍ୟ ପ୍ରଭୁ ବୋଲି କେବେ ସ୍ୱୀକାର କରିନାହିଁ। 12 ଶିଷ୍ୟମାନଙ୍କ ମଧ୍ୟରେ 11 ଜଣ ଶିଷ୍ୟ ସେମାନେ ପ୍ରଭୁଙ୍କୁ ହେ ପ୍ରଭୁ ବୋଲି ସେମାନେ ସ୍ୱୀକାର କରୁଥିଲେ, କିନ୍ତୁ ଯିହୁଦା ସେ ପ୍ରଭୁଙ୍କୁ ଶିକ୍ଷକ ରୂପରେ, ଗୁରୁ ଉପରେ ସେ ସବୁବେଳେ କହୁଥିଲେ, ଗୁରୁଜୀ ରାବିନିକ ବୋଲି କହୁଥିଲେ। ଯେତେବେଳେ ସେ ପ୍ରଭୁଙ୍କୁ ସେ 30 ଟଙ୍କାରେ ସେ ବିକ୍ରି କଲେ, ସେ ଲେଖା ଅଛି ଅନୁତାପ କଲେ ନାହିଁ, କିନ୍ତୁ ସେ ନିଜ ସେ କ'ଣ କଲେ? ଦୁଃଖ ପ୍ରକାଶ କଲେ। ଦୁଃଖ ପ୍ରକାଶ କରିବା, କ୍ରନ୍ଦନ କରିବା ଅନୁତାପ ନୁହଁ। କିନ୍ତୁ ସାଧୁ ପାଉଲଙ୍କ ଜୀବନରେ ଗୋଟେ ଏଭଳି ଗୋଟେ ରୂପାନ୍ତରିତ ହେଇଛି, ଏଭଳି ଗୋଟେ ତାଙ୍କ ଜୀବନ ଗୋଟେ ଚେଞ୍ଜେସ୍ ଆସିଛି। ଆଉ ଲେଖା ଅଛି, ହି ବିକେମ୍ ଗଡ୍ ସେଣ୍ଟର, କ୍ରାଇଷ୍ଟ ସେଣ୍ଟର ଫ୍ରମ୍ ସେଲ୍ଫ ସେଣ୍ଟର। ଯେଉଁ ସାଧୁ ପାଉଲଙ୍କ ଜୀବନରେ ଅନେକ ପ୍ରକାର ଜ୍ଞାନର ଭରିପୁର ଅଛି, ସେବା କାର୍ଯ୍ୟ କରନ୍ତି, ଆଉ ସେ ସେଲ୍ଫ ସେଣ୍ଟର ନୁହଁ। ଲେଖା ଅଛି ସେ କ୍ରାଇଷ୍ଟ ସେଣ୍ଟର। ବାସ୍ତବରେ ଆମମାନଙ୍କର ଜୀବନ, ଆମମାନଙ୍କର କାର୍ଯ୍ୟକଳାପ କ୍ରାଇଷ୍ଟ ସେଣ୍ଟର, ଖ୍ରୀଷ୍ଟ କେନ୍ଦ୍ରିତ ହେବା ଆବଶ୍ୟକ, ନା ସେଲ୍ଫ ସେଣ୍ଟର ହେବା ଆବଶ୍ୟକ। ଆମମାନଙ୍କର ଆଚରଣ, ଆମମାନଙ୍କର ଉଚ୍ଚାରଣ ମଧ୍ୟରେ ଆଉ ଫରକ ହେବା ନିହାତି ଆବଶ୍ୟକ। ଆମମାନଙ୍କର ଆଚରଣ ପ୍ଲସ୍ ଉଚ୍ଚାରଣ ମଧ୍ୟରେ ବେଳେ ବେଳେ ଯାହା କହିଥାଉ, ଯାହା ଆମେ କହୁଛୁ, ଆମମାନଙ୍କର ଜୀବନରେ ବେଳେ ବେଳେ ପରିବର୍ତ୍ତନ ଦେଖାଯାଇ ନଥାଏ। ସେଦିନ ଆଉ ଲେଖା ଅଛି, ସେ ଯେଉଁ ପୁତ୍ର, ଅପବାୟ ପୁତ୍ର, ଆଉ ସେ କହିଲେ, ମୁଁ ପ୍ରଭୁ ମୁଁ ପିତାଙ୍କ ବିରୁଦ୍ଧରେ
परमेश्वर विरुद्ध पाप करछि आ से सब किछि परित्याग करिकि आ से पिताଙ୍କ निकट को जाइछन्ति अर्थ प्रथम स्थान जो भूल जो जगह को परित्याग करी आ उच्च स्थान को से जाती यह कहती कि अनुताप बा पश्चाताप प्रिय बंधुगण वास्तव में आम देखुचु कि साधु पाउल आ कि हिसाब से कहती लास्ट रे मु शेष करी आपण 8 न पढ़ीदेवे कि से द्वितीय करती तार 8 न पढ़ी आम शेष करवा जेपरी ता मो ठारो दूर हुए एथिपाई मु प्रभुଙ୍କ विषय 3 थर विनती कली आ से मते कहछंती आंभर अनुग्रह तुम्भ निमंते यथेष्ट कारण दुर्बलतारे आंभर शक्ति सिद्ध हुए अतएव जेपरी ख्रीष्टଙ୍କ शक्ति मो उपरे अवस्थान करे एथिपाई मु अति आनंद रे बरंच मोहर दुर्बलतारे दर्प करिवि आ साधु पाउल तांकर कंटा विषय कहते प्रार्थना करती कहती हे प्रभु ये जो कंटा जो स्वरूप प्रभु आ मो जीवन ठार तुम दूर कर आ पाउल 3 थर से प्रार्थना करती आज वास्तव में ये जो कंटा ताकू कहती कि नंबर बोली कहती बा गणना तार 33-55 लेखा अच्छी पढ़े ना आपण के घर पढ़तु यह एक शत्रु इस्राएल मान शत्रु को चिन्हट करा हुए ताहले साधु पाउल जीवन रे कंटा कौन थिला प्रथम कथा से ही करंती मंडली मध्य जो भंड बाबू थिले आ पाउल प्रथम सीमा थिले कौन कंटा स्वरूप द्वितीय आ पाउल विशेष माने कहती कि तांकर जो कम्युनिकेशन तांकर जो भाषा आ भल नुह तेणुक जो हिसाब से माने तांको परिहास करुले आ पाउल निमंते ताहा गोटे कंटा थिला तृतीय विषय गलाती तार 4 अध्याय 13-14 पढ़े टिके गलाती पुस्तक तार 4 अध्याय 13-14 टिके पढ़े कि किंतु तुम्हें माने जान जे शारीरिक पीड़ा हेतु मु तुम मानक निकट में प्रथम थर सुसमाचार प्रचार करी आ तुम मानकर परीक्षा स्वरूप मोहर शारीरिक अवस्था तुम्हें माने तुच्छ कल नहीं अबा घृणा कल नहीं किंतु तुम्हें माने ईश्वर जड़े दूत स्वरूप एपरिकी ख्रीष्ट जीशु स्वरूप मत ग्रहण कल कई कहती जेमती जक्ष टिके बांगरा थिले तो केतेक प्रभु को लोग कहती हे पारे तांकर शरीर बोधे से बोधे लंबा बोधे नहांती बोधे से टिके बांगर थिले सेथिया बोधे कि करंती मंडली लोक माने तांको बचसा करूथिले हे पारे तांकर आखि मध्य टिके दुर्बल थिला सेतिबा से माने कहउथिले जे तुमे प्रेरित आ तुमे तुमको काहे कि से भली आ बीमार होची एहा साधु पाउल को निमंते गोटे कंटा थिला प्रिय बंधुगण करंती मंडली साधु पाउल को निमंते गोटे कंटा थिला आ से कहंती हे प्रभु ए कंटा से मोठार दूर कर किंतु सदा प्रभु किंतु प्रभु कहंती ए लेखा अछि कि आंभर अनुग्रह आ तुम्भ निमंते यथेष्ट कारण तुम्भर दुर्बलतारे आंभर शक्ति सिद्ध हुए बेले बेले परमेश्वर आम प्रार्थना करूँ प्रभु ए समस्या दूर कर ए रोग दूर कर ए क्लेश दूर कर किंतु बेले बेले प्रभु ताहा दूर करती नहीं आ से समस्या को दूर न करिकी से समस्या द्वारा से आमानकर जीवन से कौन करती बदलाई दियंती बेले बेले प्रभु आम प्रार्थना करूँ प्रभु आम घरे बा पारिवारिक जीवन रे बा मंडली प्रभु यही समस्या अच्छी प्रभु से समस्या कौन करते दूर करती नहीं किंतु मते बा मोर परिवार को से बदलैया पाई से समस्या को से कौन करती यूज करती व्यवहार करती आ प्रभु कहती कि तुम्भर कि लिखा है कि आंभे आंभर अनुग्रह आ तुम्भर दुर्बलता पाई यथेष्ट जो पेन से पाछे जो जीवन टर्चर जो होची आ से
ଟର୍ଚର ପେନ୍ ପାଇଁ ପ୍ରଭୁ କହନ୍ତି ଆମ୍ଭର ଅନୁଗ୍ରହ, ମାନେ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ, ଯେତେ ସେ ଅନୁଗ୍ରହ ଦ୍ୱାରା ତାଙ୍କର ସେ ପେନ୍ ସେ କହନ୍ତି ସହ୍ୟ କରନ୍ତି। ସହ୍ୟ କରିବା ଗୁଣ ଆଉ ପ୍ରଭୁ ତାଙ୍କୁ ଦେଉଛନ୍ତି। ସେ କଣ୍ଟାକୁ, ସେ ସମସ୍ୟାକୁ ପ୍ରଭୁ ଦୂର କରନ୍ତି ନାହିଁ, କିନ୍ତୁ ସେ ପେନ୍କୁ, ଦର୍ଦକୁ, ସମସ୍ୟାକୁ ଆଉ ସହ୍ୟ କରିବା ପାଇଁ ପ୍ରଭୁ ନିଜର ଆଉ ଅନୁଗ୍ରହକୁ ସେ ପ୍ରଦାନ କରନ୍ତି। ପାଉଲ ଏବେ ସେ କ'ଣ କରନ୍ତି କି ସେଲ୍ଫ ସେଣ୍ଟର ନୁହଁ, ତାଙ୍କର ଜୀବନ ପୁରା କ୍ରାଇଷ୍ଟ ସେଣ୍ଟର ହେଇଛି, ଖ୍ରୀଷ୍ଟୀୟ କେନ୍ଦ୍ରିତ ହେଇଛି। ବାସ୍ତବରେ ଆମମାନଙ୍କର ସେବା ଉପାସନା, ଆମମାନଙ୍କର ଜୀବନ କ'ଣ ଖ୍ରୀଷ୍ଟୀୟ କେନ୍ଦ୍ରିତ? ଶିକ୍ଷା କ'ଣ? ଏଠି ଲେଖା ହେଉଛି allow God to use your weakness as an instrument for his kingdom। ଆମମାନଙ୍କର ଦୁର୍ବଳତା ଆଜି ଆସୁ, ଆମମାନଙ୍କର ଦୁର୍ବଳତା ସମସ୍ୟାକୁ ପ୍ରଭୁଙ୍କ ନିକଟରେ ଆମେ ଅର୍ପଣ କରୁ, ସମର୍ପଣ କରୁ, ଆଉ ଆମମାନଙ୍କର ଦୁର୍ବଳତାକୁ ସେ ପ୍ରଭୁ କ'ଣ କରନ୍ତି, ଗୋଟେ ଇନଷ୍ଟ୍ରୁମେଣ୍ଟ ହିସାବରେ, ଗୋଟେ ପାତ୍ର ହିସାବରେ ପ୍ରଭୁ ଆଉ ସେ ବ୍ୟବହାର କରନ୍ତୁ। ମୂଷା ଯେତେବେଳେ 40 ବର୍ଷ ଥିଲେ, ସେ ପ୍ୟାଲେସରେ ଥିଲେ, ଯୁଦ୍ଧ ବିଦ୍ୟାରେ ଘୋଡ଼ା ଚଲେଇବାରେ ସେ ଶିଖିଥିଲେ, 40 ବର୍ଷ ମଧ୍ୟରେ ଅନେକ ଜ୍ଞାନ ଅର୍ଜନ କଲେ, ଆଉ ପ୍ରଭୁ ତାଙ୍କୁ ବ୍ୟବହାର କରିନାହାନ୍ତି। ଯେଉଁ ସମୟରେ ତାଙ୍କର ଜ୍ଞାନ ଭରପୁର ଥିଲା, ଯୁଦ୍ଧ ବିଦ୍ୟା କରୁଥିଲେ, ଶିଖୁଥିଲେ, ପ୍ୟାଲେସରେ ଥିଲେ, ଯେତେବେଳେ ସେ 80 ବର୍ଷ ହେଲେ ଆଉ ପ୍ୟାଲେସରୁ ବାହାରକୁ ପଳେଇଲେ, ଯେଉଁ ମେଷପଲ ଚରଉଥିଲେ ତାଙ୍କର ବି ନିଜର ମେଷପଲ ନୁହଁ, ଜିଥ୍ରୋ ତାଙ୍କ ଶ୍ୱଶୁରଙ୍କର, ଦୁର୍ବଳ 80 ଅବସ୍ଥାରେ ଦୁର୍ବଳ ଥିଲେ, ଆଉ ଦୁର୍ବଳ ଅବସ୍ଥାରେ ପ୍ରଭୁ ମଶାଙ୍କୁ ବ୍ୟବହାର କଲେ। ପରମେଶ୍ୱରଙ୍କ ରାଜ୍ୟ କି ଯାହା ମାନେ ସବଳ ଲୋକଙ୍କ ଦ୍ୱାରା ନୁହେଁ, ଯେଉଁମାନଙ୍କର ପାୱାରଫୁଲ ବ୍ୟକ୍ତିଙ୍କ ଦ୍ୱାରା ନୁହେଁ, କିନ୍ତୁ ଯେଉଁମାନେ କ୍ଷୀଣ ଦୁର୍ବଳ, ଆଉ ସେ ପ୍ରଭୁ ସେମାନଙ୍କୁ ବ୍ୟବହାର କରନ୍ତି। ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥାନ ହେଲା ପରେ କି ପ୍ରଭୁ 11 ଶିଷ୍ୟମାନଙ୍କୁ ସେ ଦେଖା ଦିଅନ୍ତି ନାହିଁ, କିନ୍ତୁ ମଗ୍ଦଲିନ ମରିୟମକୁ ସେ ଦର୍ଶନ ଦିଅନ୍ତି। ସେ ସମୟରେ ମହିଳାମାନେ ଦୁର୍ବଳ ଥିଲେ, ସମାଜରେ ସେମାନଙ୍କର କୌଣସି ସ୍ଥାନ ନଥିଲା, ସେମାନେ ସ୍ତ୍ରୀ ମାନଙ୍କୁ ଗୋଟିଏ ଡଷ୍ଟବିନ୍ ଭରି ସେମାନେ ୟୁଜ କରୁଥିଲେ, କିନ୍ତୁ ପ୍ରଥମ ଥର ପ୍ରଭୁ ମଗ୍ଦଲିନ ମରିୟମକୁ ସେ ଦେଖାଦେଲେ। ଯୋହନ ତାର 5 ଅଧ୍ୟାୟରେ ଲେଖା ଅଛି କି ଯୀଶୁ ଖ୍ରୀଷ୍ଟ ସାମରୀ ସ୍ତ୍ରୀକୁ ସେ ବ୍ୟବହାର କଲେ। ସେଇଠି ପ୍ରଭୁ କୌଣସି ଚମତ୍କାର କରିନାହାନ୍ତି, ଚମତ୍କାର କଲେ ହିଁ ଲୋକେ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି, କିନ୍ତୁ ଯେଉଁ ସାମରୀ ସ୍ତ୍ରୀଙ୍କ ଅନେକ ପ୍ରକାର ସମସ୍ୟା ଥିଲା, ଦୁର୍ବଳ ଥିଲା, କିନ୍ତୁ ସେ ଗାଁକୁ ଆଣିବା ପାଇଁ ପ୍ରଭୁ ଆଉ ସାମରୀ ସ୍ତ୍ରୀଙ୍କୁ ସେ କ'ଣ କଲେ, ବ୍ୟବହାର କଲେ। ସେଦିନ ପ୍ରଭୁ ସେ ଆଉ ଲେଖା ଅଛି କି ଅନେକ ଲୋକ ସାରିଫତ ବିଧବାଙ୍କୁ ସେ କ'ଣ କଲେ, ବ୍ୟବହାର କରନ୍ତି। ତାଙ୍କ 12 ଶିଶୁମାନଙ୍କ ମଧ୍ୟରେ ପିତର ଯେ କେବେ ସ୍କୁଲ ଯାଇନାହାନ୍ତି, ଆଉ ପ୍ରଭୁ ତାଙ୍କୁ ଆଉ ବ୍ୟବହାର କରନ୍ତି। ପାଉଲ ଆଉ ପିତରଙ୍କର ପ୍ରଚାରରେ 3000 5000 ଲୋକ ବିଶ୍ୱାସ କରନ୍ତି। ତାଙ୍କର ରୁମାଲ ଦ୍ୱାରା, ତାଙ୍କର ଛାୟା ଦ୍ୱାରା ଅନେକ ରୋଗ ସେ ସୁସ୍ଥ କରନ୍ତି। ପରମେଶ୍ୱର ବେଳେ ବେଳେ ଆଉ ଯେଉଁମାନେ ଦୁର୍ବଳ ଆଉ ସେମାନଙ୍କୁ ବ୍ୟବହାର କରନ୍ତି। ଆଜି ଆସୁ ଆମଙ୍କ ଦୁର୍ବଳତା ପ୍ରଭୁଙ୍କ ରଖୁ, ପ୍ରଭୁ ଆଉ ସେ ନିହାତି ସେ ଆମକୁ ଦୁର୍ବଳତାକୁ ସେ କ'ଣ କରିବେ, ଗୋଟେ ପାତ୍ର ରୂପରେ ସେ ବ୍ୟବହାର କରିବେ। ଦ୍ୱିତୀୟରେ ଶିକ୍ଷା କ'ଣ? ବି ଆନ୍ ଏଜେଣ୍ଟ ଫର ଦ ବ୍ରିଜ ଅଫ ଦ ଗେପ୍। ଆମମାନଙ୍କର ସମାଜରେ, ମଣ୍ଡଳୀରେ ଯେଉଁ ଗେପ୍ ରହିଛି, ଆଉ ସେ ଗେପ୍କୁ ପୁରା କରିବା ଆମର ଗୁରୁ ଦାୟିତ୍ୱ। ସେ ସମୟରେ ଆମେ ଦେଖୁଛୁ ଯେଉଁମାନେ ପ୍ରଭୁଙ୍କର ମା ମାନେ ଥିଲେ, ସେ ସମୟରେ ଅନେକ ସକାଳ ସମୟ ପ୍ରାର୍ଥନା କରୁଥିଲେ। ତାଙ୍କର ଜୀବନ ବହୁତ ଗୋଟେ ଆତ୍ମିକ ଜୀବନ ଥିଲା, କିନ୍ତୁ ଆଜି ସେଭଳି ନୁହଁ। ତେଣୁ ଆସୁ ଆମେ ଗୋଟେ ଏଜେଣ୍ଟ ବନିବା ନିହାତି ଆବଶ୍ୟକ। ଆମର ସମାଜ ମଧ୍ୟରେ, ମଣ୍ଡଳୀ ମଧ୍ୟରେ ଯେଉଁ ଗେପ୍ ଅଛି, ସେ ଗେପ୍କୁ ନିହାତି ପୁରା କରିବା ଆବଶ୍ୟକ। ଲାଷ୍ଟରେ contribute something for the church or for the nation। ଆମ ଦେଶ ପାଇଁ, ଆମର ମଣ୍ଡଳୀ ନିମନ୍ତେ କିଛିଟା ଗୋଟେ ଆମେ ପ୍ରତିଦାନ କରିବା, ମାନେ ଯୋଗଦାନ କରିବା ନିହାତି ଆବଶ୍ୟକ, କିଛି କଣ୍ଟ୍ରିବ୍ୟୁସନ କରିବା ଆବଶ୍ୟକ। ପ୍ରିୟ ବନ୍ଧୁଗଣ, ଯେଉଁ ସମୟରେ ଆମେ ପଞ୍ଜାବରେ ଥିଲୁ, ସେ ସମୟରେ ଆମେ ଗୁରୁଦାସପୁରରୁ ଆଉ ଏ ସାଉଥ ବେଲ୍ଟ ଯେଉଁ କହେ, ଗାଁ ଗାଁରେ ଲୋକମାନେ ବିଶ୍ୱାସ କରୁଥିଲେ। ଯେଉଁମାନେ ପ୍ରଭୁଙ୍କୁ ଜାଣିନଥିଲେ ସେମାନେ ପ୍ରଭୁଙ୍କୁ ଜାଣିଲେ,
ଅନେକ କ୍ୟାନ୍ସର ଲୋକ ଠିକ ହେଲେ, हजार हजार लोक मैंने प्रभु को जाने। आज आम आसु किछि आम प्रभु को निमंते कुछ करिबा, देश पय किछि करिबा। बेले बेले आम देश पय किछि कर न थाओ, गांव पय आम किछि कर न थाओ। जब छिड़ा हो प्रभु कि मु तुम निमंते प्रभु मु किछि कर चाहे। से दिन पाउलो जो भली सेवा कले, आज साधु पाउलंकर 14टी चिट्ठी मंडली मध्यरे आ पाठ करा हुई। प्रिय बंधुगण, आज वाक्य कि साधु पाउल जीवन रे जो कंटा थिला, शेष में साधु पाउल कहती प्रभु ये कंटा तुम्हें दूर कर, किंतु यीशु कहती कि आंभर अनुग्रह ही आ तुम यथेष्ट। प्रभु यही वाक्य द्वारा आम समस्त से आशीर्वाद कर। धन्यवाद। धन्यवाद आज्ञा। अति उच्च कोटीर वाक्य थिला। पाउलଙ୍କ ସମ୍ବନ୍ଧରେ ଆପଣ ମଣ୍ଡଳୀ କରନ୍ତୀୟ ମଣ୍ଡଳୀକୁ ନେଇ ଅନେକ ବିଷୟ ଆମମାନଙ୍କୁ ଅବଗତ କରିଛନ୍ତି। ଶକ୍ତିଯୁକ୍ତ ବାକ୍ୟ, କାରଣ ଏ ଦିନ ମାନଙ୍କର ଯାହା ଭଣ୍ଡ ଶିକ୍ଷା, ଭଣ୍ଡ ଭାବବାଦୀ ଏ ବିଷୟରେ, ପାଉଲଙ୍କର ଜୀବନରେ ଯାହା ମଣ୍ଡଳୀ ନିମନ୍ତେ ତାଙ୍କର ଚିଠା ପତ୍ର, ଚିଠି ବାକ୍ୟ, ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପରେ ପାଉଲଙ୍କର ଅବଦାନ ଯାହା ମଣ୍ଡଳୀ ପ୍ରତି, ମଣ୍ଡଳୀକୁ ସଚେତନ କରିବା ନିମନ୍ତେ, ପ୍ରଭୁଙ୍କର ସହକର୍ମୀ ଭାବରେ କି ପ୍ରକାର ସେ କେତେ ତାଡ଼ନା, ଦୁଃଖ, କଷ୍ଟ ଏସବୁ ଭୋଗ କରିବା ସତ୍ତ୍ୱେ କଣ୍ଟକ ସ୍ୱରୂପ ତାଙ୍କ ଜୀବନରେ ଦୁଃଖ କଷ୍ଟ ଥିଲେ ମଧ୍ୟ ମଣ୍ଡଳୀ ନିମନ୍ତେ ସେ ଚିନ୍ତା କରୁଥିଲେ, ମଣ୍ଡଳୀ ନିମନ୍ତେ ସେ ପ୍ରଭୁଙ୍କ ନିମନ୍ତେ ଦର୍ପ କରୁଥିଲେ, କିନ୍ତୁ ନିଜର ବିଷୟରେ ସେ ଦର୍ପ ତାହା ପ୍ରକାଶ କରି ନାହାନ୍ତି। ଧନ୍ୟବାଦ ଆଜ୍ଞା, ବହୁତ ସଚେତନ ମୂଳକ ବାକ୍ୟ, ଯାହାକି ପ୍ରତ୍ୟେକ ପ୍ରଭୁଙ୍କର ଦାସ ଦାସୀ ଶୁଣି ଉପକୃତ ହେଇପାରିଛୁ, ସେଥିପାଇଁ ଧନ୍ୟବାଦ ଆପଣଙ୍କୁ। ଏ ପ୍ରକାର ଆଗାମୀ ଦିନ ମାନଙ୍କୁ ମଧ୍ୟ ଆପଣ ଆସନ୍ତୁ ଆଉ ଆମମାନଙ୍କୁ ଶିକ୍ଷା, ଚେତନା, ପରାମର୍ଶ ଈଶ୍ୱରଙ୍କର ବାକ୍ୟ ଦ୍ଵାରା ଆମମାନଙ୍କୁ ଶିକ୍ଷା ଦିଅନ୍ତୁ। ଧନ୍ୟବାଦ ଆଜ୍ଞା। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପାଇଛନ୍ତି, ସେଥିପାଇଁ ଧନ୍ୟବାଦ। এই ସମୟରେ ମୁଁ